Silence. ओवर गोटे मिनिट आम माँ का नाम माँ माँ जप करिया समस्त माँ 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 Ma 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 over ମୁଁ ଗୋଟେ ପ୍ରାର୍ଥନା ବୋଲି ତମ ମୋ ସହିତ ବୁଝିବ ହବ ମା ଆମକୁ ଜୀବନ ପଥେ ନିଅ ଚଳାଇ ଆଉ ଥରେ କୁହ ମା ଆମକୁ ଜୀବନ ପଥେ ନିଅ ଚଳାଇ ଚାଲିବୁ ତୁମରି ସାଥେ ପାଦ ମିଳାଇ ମା ଆମକୁ ଜୀବନ ପଥେ ନିଅ ଚଳାଇ ଚାଲିବୁ ତୁମରି ସାଥେ ପାଦ ମିଳାଇ ତୁମେ ଥିଲେ ପାଶେ ପାଶେ କାହାକୁ ଡର ବାଧା ବିପତ୍ତିକୁ ନାହିଁ ତିଳେ ଖାତର ତୁମେ ଥିଲେ ପାଶେ ପାଶେ କାହାକୁ ଡର ବାଧା ବିପତ୍ତିକୁ ନାହିଁ ତିଳେ ଖାତର ଜାଣି ଝୁଣ୍ଟି ପଡ଼ିଗଲେ ନେବ କୋଳାଇ ଚାଲିବୁ ତୁମରି ସାଥେ ପାଦ ମିଳାଇ ଚାଲିବୁ ତୁମରି ସାଥେ ପାଦ ମିଳାଇ ମା ଆମକୁ ଜୀବନ ପଥେ ନିଅ ଚଳାଇ
ଚାଲିବୁ ତୁମରି ସାଥେ ପାଦ ମିଳାଇ। କଣ୍ଟା ବିଛା ବାଟେ ଯିବୁ ଆଗକୁ ମାଡ଼ି। କଣ୍ଟା ବିଛା ବାଟେ ଯିବୁ ଆଗକୁ ମାଡ଼ି। ଅଟକିବୁ ନାହିଁ ଆସୁ ବରଷା ଝଡ଼ି। ଆଉ ଥରେ କୁହ। କଣ୍ଟା ବିଛା ବାଟେ ଯିବୁ ଆଗକୁ ମାଡ଼ି। ଅଟକିବୁ ନାହିଁ ଆସୁ ବରଷା ଝଡ଼ି। କଣ୍ଟା ବିଛା ବାଟେ ଯିବୁ ଆଗକୁ ମାଡ଼ି। ଅଟକିବୁ ନାହିଁ ଆସୁ ବରଷା ଝଡ଼ି। ପାରିବନି ଆମକୁ ମା କିଛି ଟଳାଇ। ଚାଲିବୁ ତୁମରି ସାଥେ ପାଦ ମିଳାଇ। ମା ଆମକୁ ଜୀବନ ପଥେ ନିଅ ଚଳାଇ। ଚାଲିବୁ ତୁମରି ସାଥେ ପାଦ ମିଳାଇ। ଘନ ଘୋର ଅନ୍ଧାରକୁ ମାନିବୁ ନାହିଁ। ଆଗୁସାର ହେବୁ ସଦା ସାହସ ନେଇ। ଘନ ଘୋର ଅନ୍ଧାରକୁ ମାନିବୁ ନାହିଁ। ଆଗୁସାର ହେବୁ ସଦା ସାହସ ନେଇ। ଦିଅ ଆମ ହୃଦେ ତୁମ ଦୀପ ଜଳାଇ। ଚାଲିବୁ ତୁମରି ସାଥେ ପାଦ ମିଳାଇ। ଚାଲିବୁ ତୁମରି ସାଥେ ପାଦ ମିଳାଇ। ମା ଆମକୁ ଜୀବନ ପଥେ ନିଅ ଚଳାଇ। ଚାଲିବୁ ତୁମରି ସାଥେ ପାଦ ମିଳାଇ। ଚାଲିବୁ ତୁମରି ସାଥେ ପାଦ ମିଳାଇ। ତମେ ତ ଦୁର୍ଗା ଅସ୍ତ୍ର କିଏ ପଢିବ? ଆଉ ମା ବହି ସାବିତ୍ରୀ ତମର ଚିରନ୍ତନୀ। ଆଚ୍ଛା ହଉ। ଦୁର୍ଗା ସ୍ତୋତ୍ର। ମାତଃ ଦୁର୍ଗେ ସିଂହ ବାହିନୀ ସର୍ବଶକ୍ତି ଦାୟିନୀ ମାତଃ ଶିବପ୍ରିୟେ ତୋର ଶକ୍ତିଂ ସୁଜାତ। ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ ପ୍ରାର୍ଥନା କରୁଛୁ। ଶୁଣ ମାତଃ ଏହି ଭାରତବର୍ଷେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋହରି କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମାତଃ ଏହି ଭାରତବର୍ଷେ ସହାୟ ହୁଅ। ମାତଃ ଦୁର୍ଗେ ସିଂହ ବାହିନୀ ତ୍ରିଶୂଳ ଧାରିଣୀ ବର୍ମ ଆବୃତ ସୁନ୍ଦର ଶରୀରେ ମାତଃ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି। ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ ଏହି ଭାରତବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗେ ବଳ ଦାୟିନୀ ପ୍ରେମ ଦାୟିନୀ ଜ୍ଞାନ ଦାୟିନୀ
ଶକ୍ତି ସ୍ୱରୂପିଣୀ, ଭୀମେ ସୌମ୍ୟ ରୌଦ୍ର ରୂପିଣୀ, ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ, ଦିଅ ମା ହୃଦୟରେ ବୁଦ୍ଧିରେ ଦେବଚରିତ୍ର ଦେବଜ୍ଞାନ। ମା ତୋ ଦୁର୍ଗେ ଜଗତ୍ ଶ୍ରେଷ୍ଠ ଭାରତ ଜାତି, ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁ ହିଁ ମା ତୋ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର, ମା ତୋ ତିମିର ବିନାଶ କର। ମା ତୋ ଦୁର୍ଗେ ଶ୍ୟାମଳା ସର୍ବସୌନ୍ଦର୍ଯ୍ୟ ଅଳଙ୍କୃତା, ଜ୍ଞାନ ପ୍ରେମ ଶକ୍ତିର ଆଧାର, ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମା ତୋ ପ୍ରକାଶ ହୁଅ। ମା ତୋ ଦୁର୍ଗେ, ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମା ତୋ ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମା ତୋ ଦୁର୍ଗେ କାଳୀ ରୂପିଣୀ, ନିର୍ମୁଣ୍ଡ ମାଳିନୀ, ଦିଗମ୍ବରେ କୃପାଣ ପାଣି ଦେବୀ, ଅସୁର ବିନାଶିନୀ, କ୍ରୂର ନିନାଦରେ ଅନ୍ତସ୍ଥ ରିପୁ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନ ପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମା ତୋ ପ୍ରକାଶ ହୁଅ। ମା ତୋ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ ଆମ୍ଭମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଉପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମା ତୋ ଦୁର୍ଗେ ଯୋଗଶକ୍ତି ବିସ୍ତାର କର। ଆମ୍ଭେଇ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟେ ଦୁର୍ଗତିନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମା ତୋ ଦୁର୍ଗେ ଅନ୍ତସ୍ଥ ରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟଜାତି, ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ, ଗଗନ ସହଚର ପର୍ବତ ତଳେ, ପୂତ ସଳିଲା ନଦୀ ତୀରେ, ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା, ପ୍ରକାଶ ହୁଅ। ମା ତୋ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗବଳରେ ପ୍ରବେଶ କର। ଆମ୍ଭେମାନେ ହୋଇଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶୀ ତରବାରୀ, ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭମନ୍ତ୍ରୀ ହୋଇ ତରବାରୀ ଘୂରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର, ପ୍ରକାଶ ହୁଅ। ମା ତୋ ଦୁର୍ଗେ, ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମା ତୋ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ, ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗା ପୂଜା। ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ଓ ପବିତ୍ର, ପ୍ରେମମୟ ଶକ୍ତିମୟ ମାତୃ ସେବାବ୍ରତ ହେଉ। ଏହା ହିଁ ପ୍ରାର୍ଥନା, ମା ତୋ ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ। ଯଦି ଜୀବନ ପଥରେ ସକଳ ଭୟ ସଙ୍କଟ ଏବଂ ସର୍ବନାଶ ବିରୁଦ୍ଧରେ କବଚାବୃତ ହୋଇ ଚାଲିବାକୁ ଚାହଁ, ତେବେ କେବଳ ଦୁଇଟି ଜିନିଷ ପ୍ରୟୋଜନ। ସେ ଦୁଇଟି ସର୍ବଦା ଏକ ସଙ୍ଗେ ରହେ। ପ୍ରଥମଟି ହେଲା ମା ଭଗବତୀଙ୍କ କରୁଣା, ଆଉ ଦ୍ୱିତୀୟଟି ହେଲା ତୁମ ଆଡୁ ଶ୍ରଦ୍ଧା ନିଷ୍ଠା ସମର୍ପଣରେ ଗଠିତ ତୁମର ଅନ୍ତଃକରଣ। ତୁମର ଶ୍ରଦ୍ଧା ହେବା ଉଚିତ ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ। ମନ ଓ ପ୍ରାଣର ଅହଂମାତ୍ମକ ଶ୍ରଦ୍ଧା, ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମାଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବୀ, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା କଳୁଷିତ କରି ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଚ୍ଛନ୍ନ ଶିଖା ସ୍ୱର୍ଲୋକ ଦିଗରେ ଊର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇ ଉଠେ ନାହିଁ। ମନେ ରଖ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହୋଇଛି। ଆଉ କିଛି ଆକାଙ୍କ୍ଷା କର ନାହିଁ। କେବଳ ଦିବ୍ୟଚେତନାର ବିଶୁଦ୍ଧି ଶକ୍ତି, ଜ୍ୟୋତି, ପ୍ରସାରତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଙ୍କ୍ଷା କର, ଯେପରିକି ସେହି ଚେତନା ତୁମ ମନ ପ୍ରାଣ ଦେହକୁ ରୂପାନ୍ତରିତ ଓ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇଉଠିବ। ଆଉ କିଛି ଚାହଁ ନାହିଁ।
କେବଳ ପୃଥିବୀ ଉପରେ ତୁମ ମଧ୍ୟରେ ଯେଉଁମାନେ ଅଧିକାର ପାଇଛନ୍ତି, ଯେଉଁମାନଙ୍କୁ ଗ୍ରହଣ କରାହୋଇଛି, ସେମାନଙ୍କ ମଧ୍ୟରେ ଭାଗବତ ଆଧ୍ୟାତ୍ମିକ ଅତିମାନସ ସତ୍ୟ ଓ ତାହାର ବାସ୍ତବ ସିଦ୍ଧିକୁ ଚାହଁ ଏବଂ ଚାହଁ ସେହି ଅବସ୍ଥା ଓ ବ୍ୟବସ୍ଥା ଯାହାର ଆନୁକୂଲ୍ୟରେ ହେବ ଏହି ସତ୍ୟର ସୃଷ୍ଟି ଏବଂ ସକଳ ବିରୋଧୀ ଉପରେ ପୂର୍ଣ୍ଣ ବିଜୟ। ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମାଙ୍କର କରୁଣା ଓ ଅଭୟ ସେତେ ହିଁ ଘେରି ରହିବ। ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କ'ଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ? ଏହି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ। ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମ ପଥରେ ତୁମେ ଚାଲିଯାଇ ପାରିବ, କାରଣ ସେ ପଥ ହେଲା ମାଙ୍କର। ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତ ସମୂହରେ ହେଉ, କୌଣସି ଶତ୍ରୁ ଶକ୍ତି ତାହା ଯେତେ ଶକ୍ତିଶାଳୀ ହେଉନା କାହିଁକି ତୁମକୁ ସ୍ପର୍ଶ କରିପାରିବ ନାହିଁ। ଏହି କରୁଣାର ସ୍ପର୍ଶରେ ସଙ୍କଟ ସୁଯୋଗରେ ବ୍ୟର୍ଥତା, ସାର୍ଥକତାରେ ଦୁର୍ବଳତା, ଅମୋଘ ସାମର୍ଥ୍ୟରେ ପରିଣତ ହୁଏ, କାରଣ ଦିବ୍ୟଜନନୀଙ୍କର ଅନୁକମ୍ପା ହେଲା ପରମେଶ୍ୱରଙ୍କ ଅନୁମତି। ଏବେ ହେଉ ବା ପରେ ହେଉ, ତାହାର ଫଳ ସୁନିଶ୍ଚିତ, ପୂର୍ବନିର୍ଦ୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ। The book of love, my other selves I lost, and the body of God, the link of the finite with the infinite, the bridge between the affections and the truth, the mysteries aim for which world was made, the human sense of immortality, but now the gold link comes to me with their feet, and his gold sun has shone on my from the face. For now another realm draws near with thee, and now diviner voice fill my ear. A strange new world swims to me in the gaze, approaching like a star from unknown heavens, a cry of experience comes with the and a soon song of flaming goods. ଧ୍ୟାନ ପ୍ରାର୍ଥନା। ମାର୍ଚ୍ଚ 15, 1914। ମୋ ଚିନ୍ତା ତୋ ଦ୍ୱାରା ପୂର୍ଣ୍ଣ ମୋର ହୃଦୟ, ପରିପୂର୍ଣ୍ଣ ମୋର ସମଗ୍ର ସତ୍ତା ତୋ ସାନ୍ନିଧ୍ୟରେ ଚଢ଼ି ଚାଲିଛି ଶାନ୍ତି। ଏହି ଶାନ୍ତି ଜନ୍ମ ହେଉଛି ସ୍ଥିର ପ୍ରଶାନ୍ତିର। ଏପରି ଏକ ଅବିମିଶ୍ର ସୁଖ ମନ ହୁଏ, ତାହା ଯେପରି ବିଶ୍ୱତୁଲ୍ୟ, ବ୍ୟାପକ ଏବଂ ଅତଳସ୍ପର୍ଶୀ। ଗଭୀରତା ମୂଲ୍ୟ ଗମ୍ଭୀର, ଯେଉଁ ଗଭୀରତା ଆମକୁ ତୋ ଆଡ଼କୁ ନେଇଯାଏ। ହେ ଭଗବାନ, ସେହି ସବୁ ରାତ୍ରିକି ନୀରବ କରି ନିର୍ମଳ ଯେଉଁ ସମୟରେ ମୋର ପରିତୃପ୍ତ ହୃଦୟ ତୋ ଦିବ୍ୟ ପ୍ରେମ ସଙ୍ଗେ ଏକୀଭୂତ ହୁଏ, ସକଳ ବସ୍ତୁ ମଧ୍ୟରେ ପ୍ରବେଶ କରେ, ସକଳ ଜୀବନକୁ ଆଲିଙ୍ଗନ କରେ, ସକଳ ଚିନ୍ତାକୁ ଆଲୋକିତ ଓ ସଞ୍ଜୀବିତ କରେ, ସକଳ ଭାବେଗ ଶୁଦ୍ଧ କରେ, ସକଳ ଚେତନା ମଧ୍ୟ ଜାଗ୍ରତ କରେ। ତୋ ଅନୁପମ ସାନ୍ନିଧ୍ୟରେ ଚେତନା ଓ ଜନ୍ମରୁ ଜାତ ଅନିବାର୍ଯ୍ୟ ଶାନ୍ତିର ଚେତନା। ହେ ପ୍ରଭୁ, ଏହାହିଁ କର। ଏହି ଚେତନା, ଏହି ଶାନ୍ତି ଯେପରି ଆମ୍ଭମାନଙ୍କ ମଧ୍ୟରେ
କ୍ରମଶଃ ବୃଦ୍ଧି ପାଏ, ଯଦ୍ୱାରା ଆମ୍ଭେମାନେ ତୋର ଅଦ୍ୱିତୀୟ ଦିବ୍ୟ ବିଧାନର ଉତ୍ତରୋତ୍ତର ଏକନିଷ୍ଠ ସେବକ ହେଇପାରୁ। ଚିରନ୍ତନୀ ହୃଦୟରେ ଏକାଗ୍ର ହୁଅ। ପ୍ରଶ୍ନ, ମା, କାହିଁକି ହୃଦୟରେ ଏକାଗ୍ର ହେବା ଅଧିକ ଭଲ? ଉତ୍ତର, ଶ୍ରୀ ଅରବିନ୍ଦ କୁହନ୍ତି ଯେ ଏହା ସହଜତର, କିନ୍ତୁ କେତେକଙ୍କର ପାଇଁ ଏହା ମଧ୍ୟ କଷ୍ଟକର। ତୁମର ପ୍ରକୃତି ଉପରେ ଏହା ନିର୍ଭର କରେ, କିନ୍ତୁ ହୃଦକେନ୍ଦ୍ରରେ ଏକାଗ୍ର ହେବା ଭଲ। ଏହି କାରଣରୁ ଯେ ଯଦି ତୁମର ଏକାଗ୍ରତା ସେଠାରେ ଖୁବ୍ ଗଭୀର ହୁଏ, ସେଇଠାରେ ହିଁ ପ୍ରଥମ ଥର ପାଇଁ ତୁମେ ତୁମର ଚୈତ୍ୟକୁ ସ୍ପର୍ଶ ଲାଭ କର। ଅନ୍ୟପକ୍ଷରେ ତୁମେ ଯେତେବେଳେ ମସ୍ତିଷ୍କରେ ଏକାଗ୍ର ହୁଅ, ସେତେବେଳେ ତୁମକୁ ପୁଣି ମସ୍ତିଷ୍କରୁ ହୃଦକେନ୍ଦ୍ରକୁ ଫେରି ଆସିବାକୁ ହୁଏ, କାରଣ ସେଇଠାରେ ହିଁ ତୁମକୁ ତୁମର ଚୈତ୍ୟସତ୍ତା ସଙ୍ଗେ ଏକାମ୍ର ହେବାକୁ ପଡ଼ିଥାଏ। ଶକ୍ତିଗୁଡ଼ିକ ଏକତ୍ର କରି ତୁମେ ଯଦି ଏକାଗ୍ର ହେଉଛ, ତେବେ ସେଗୁଡ଼ିକ ଏହିଠାରେ ଏକତ୍ର କର, କାରଣ ଏହି କେନ୍ଦ୍ରରେ ହିଁ ସତ୍ତାର ଏହି ଅଞ୍ଚଳରେ ହିଁ ତୁମକୁ ଅଗ୍ରଗତି କରିବାର ସଂକଳ୍ପ ଅର୍ଜନ କରିପାରିଥାଅ। ଏହିଠାରେ ହିଁ ତୁମକୁ ଶୁଦ୍ଧିକରଣ ଶକ୍ତି ମିଳିଥାଏ ଏବଂ ଏହିଠାରେ ହିଁ ତୁମେ ସବୁଠାରୁ ଗଭୀର ଏବଂ ଫଳପ୍ରଦ ଅଭିପ୍ସା ଲାଭ କରିଥାଅ। ହୃଦୟ ଭିତରୁ ଯେଉଁ ଅଭିପ୍ସା ଜାତ ହୁଏ, ତାହା ମସ୍ତିଷ୍କର ଉଦ୍ଭୁତ ଅଭିପ୍ସାରେ ଅଧିକ ଫଳପ୍ରଦ। ମା, Pranam at the lotus feet of the Divine Mother. করুণাময়ী মা, পরম প্রভু শ্রী অরবিন্দ, উপস্থিত সমস্ত মাতৃ সন্তান, তুমি সব টিভি দেখুছ, মোবাইল দেখুছ, কোন চাঞ্চল্যকর ঘটনা মধ্যে বর্তমান কো? एलपीजी गैस रेट वृद्धि है, कौन पे है? हाँ, मैंने युद्धटा जो सब गोलमालटा है बुझी युद्धटा जो मैंने करुँच ये मनीष कर आउ किए कर जो मनीष मैंने युद्ध कर कौन युद्ध करुए? चिंता कर, तमें अन्य जन को मरापिटा कर कौन मरापिटा कर? तमें तो राग आसिले, तमें तो राग कौन आसो? आम भितर प्रेम भाव न रही राग आसो। प्रेम न रही यदि घृणा रहा, हिंसा रहा, तेणु हिंसा बहुत कथा करदे। निजर बड़ पणिया देखा नहीं, अब फैन बंद कर दिखाँ। गरम लगुच कि? गरम लगुच? हाँ, जोड़ा शब्द हुए ना दिखाँ। हाँ दिखाँ, जोड़ा शब्द नहीं दिया साउंड वाला बंद कर दे। हाँ, तार से चेयर पकड़ बजा फैन तले। ताले भितरे राग तैयारी होची, हिंसा तैयारी होची, ये जो जिनसुड़ा को तैयारी होची कौन में तैयारी होची? आमे टे खोजिबा, बुझला? आम भीतर राग कौन पे आसुची, हिंसा कौन पे आसुची, प्रतिक्रिया कौन पे आसुची, दाबी कौन पे आसुची, अधिकार करियार मनोभाव कौन पे आसुची? जड़े कह छोटिया देशटा मु ताको अधिकार करने तापर मु मो क्षमता देखेबी, मो अधीन से रहिबो। जड़े ऊपर रोचे, जड़े तले रोचे, जड़े मालिक हो जाउची, जड़े अधीनस्थ हो जाउची। ये भावना अच्छी ना नहीं मनुष्य भितर अच्छी? अच्छा, ये जो भावना का वर्तमान थिबा जोगु परिस्थिति कौन होची? युद्ध हो जाउची। युद्ध रे केते केते निरीह छुआ गुडा देखुछ मारी पकेले एवं एकाथरे 165 लोक पिला को कवर कर देले एकाथरे। जो छुआ गुडा निरीह छुआ से कौन जानछथि ताको मरा हे गला, बुझी होची? तले इतरा हमु किछि शिक्षा मिलुछ ना नहीं? जदि आम भीतर हिंसा तैयारी हुए, आम भी एमती अन्य को पिला को भी जीवन नहीं जीवा, अनेक लोकंकर भी जीवन नहीं जीवा। दया रहिबो? दया रहिबो कि? दया भाव रहिबो। अच्छा, जो मनीष भितर दया भाव रोनी सी भल मनीष ना? जहाँ भीतर प्रेम भाव अच्छी, समस्त को आदर करछि, प्रेम से कथा होछि, मित्रता तैयारी करछि, शत्रुता को दूरे देछि, घृणा नहीं, से मनीष भल मनीष। को मनीष भल मनीष? हाँ, ताले आमे को मनीष हवा?
अच्छा से माने ए प्रकार जो हेइचंदी पूरा हिंसुक असुर गोटू आहरी बळी जाइचंदी बुझियोछि जो माने बर्बरचित काम करचंदी पशु भलिया काम करचंदी से भी मनीष ताले से माने केमिति पाशविकतार काम कले असुर भलिया काम कले ताकू ही तो माँ जन्म देइछि ना नाही हैं से माने पाठ पढ़िचंदी ना सब मूर्ख की मूर्ख नुहंती कि सब पाठ पढ़िचंदी हेले ज्ञान अछि कि ज्ञान नाही निजको सबुठु बड़ देखै हवा एटा ज्ञानर काम नुहे बुझला अन्य मानकठु मु स्वतंत्र अन्य मानकठु मु बड़ से मान मोर अधीनस्थ एई भावटा नुहे तले एटा होउछि काहे कि तांको शिक्षा रे गोलमाल अछि तांको संस्कार रे गोलमाल अछि तेणु शिक्षा संस्कार दीटा को गोलमाल थिबा जोगु से माने एई प्रकार बर्बरचित काम करूचंती बा पशु भलिया काम करूचंती आमे देखिला परे एई प्रकार काम तार परिणाम केले भयावह होउछि जापले वर्तमान आम पई देखो कोडी युद्ध होउछि हमर वर्तमान गैस दर बढ़ी गला हैं अनेक दुकान बंद कर देलेडी ना कने गैस रे चलौथिले गैस सप्लाई बंद हैला एतिटा गैस मात्र दे जो तेणु से लिमिट कर देलेडी बुझियोछि माने जनजीवन ऊपर प्रभाव पड़ला गाड़ी मोटर जो चलती पेट्रोल तापर बंद हो शेष गाड़ी मोटर चलिए बंद हो बुझे कि नहीं गाड़ी मोटर चलाचल बंद हो गले जनजीवन केमती असुविधा हम टे अनुमान कर सियाड़े युद्धटा है तेना तार प्रभावटा समग्र पृथ्वी रे पड़ा ना नहीं हैं ताले युद्ध हवा जरूरी युद्ध हवाटा जरूरी नुह अच्छा युद्ध हम नहीं केते महासिंह आश्चर्य कौन संसार युद्ध करने संसार कौन प्रतिष्ठा करने शांति प्रतिष्ठा करने प्रेम प्रतिष्ठा करने समग्र पृथ्वी को गोटे परिवार करने तेणु समग्र पृथ्वी को लेकिन जो गोटे परिवार हम क्या लेकिन हम हिंसा को लोभ को अधिकार कर मनोभाव को घृणार भाव को ना प्रतिक्रियार भाव को ना उत्तेजना को इड़ा को नहीं कि गोटे परिवार करियो पृथ्वी शांति प्रतिष्ठा करबनी ताले को जिनसटा हेले पृथ्वी शांति प्रतिष्ठा हो जदि आम भितर प्रेम भाव रहा आम परस्पर को भल पाइले घृणा कले नहीं ताले आम भितर से भातृत्व भाव तैयारी हम गोटे परिवार बोध तैयारी हम ताले प्रेम भावटा तैयारी करने माँ कौन है प्रेममयी माँ ही कहारी के दंड दे ना माँ पाखु जी दूरे जाऊँगी से दुष्ट हो जाऊँगी गोटे बाणी मु कहूँ मन दे शुण इट इज नॉट गॉड हु मेड मैन विकेट इट इज द मैन हु मेक्स हिमसेल्फ विकेट बाय सेपरेटिंग हिमसेल्फ फ्रॉम गॉड ओडिया कहदे व्यस्त दरकार नहीं एटा माँ सीधा सड़क बाणी इट इज नॉट गॉड हु मेड मैन विकेट ये सही भगवान नुहंती इट इज नॉट गॉड हु मेड मैन विकेट जे कि मनुष्य मान को दुष्ट करदेले हला भगवान क्या दुष्ट करके जन्म दे न था हला किंतु मनुष्य दुष्टता पर होउछि काई कहउछि इट इज द मैन हु मेक्स हिमसेल्फ विकेट ये हूँ से मनुष्य जी निजको दुष्ट कर दौची केमती भाव बाय सेपरेटिंग हिमसेल्फ फ्रॉम गॉड तामाने भगवान को ठारू निजको दूरे दे हला जो मनुष्य भगवान ठू दूरे जीव से दुष्ट आ दुष्टामी प्रभाव रे अनेक प्रभावित ता द्वारा बहुत क्षति हम बुझी बर्तमान से कथाटा हो अहंकार देखले युद्ध हो बर्तमान अहंकार देखा युद्ध हो अमेरिकार राष्ट्रपति ट्रंप अहंकार देखा अन्य राष्ट्र अहंकार को सम्मान दौनी जन अहंकार देख आ जन कहीं सम्मान दब तो ये शिक्षा मिलूँ कि नहीं आमको
ତେଣୁ ଯୁଦ୍ଧରୁ ଆମେ ଅନେକ କଥା ଶିଖୁଛୁ। ତାପରେ ଆମେ ସେଇ ପ୍ରକାର କରିବା କି ରିପିଟ କରିବା? ଆମେରିକା ଯାହା କଲା, ଇରାନ ଯାହା କଲା, ଇସ୍ରାଏଲ ଯାହା କଲା ଆମେ ସେଇଆ କରିବା? ରୁଷ ଯାହା କଲା, ୟୁକ୍ରେନ ଯାହା କଲା ଆମେ ସେଇଆ କରିବା? ଇରାନ ଇରାକ ଯାହା କଲା ଆମେ ସେଇଆ କରିବା? ଯୋଉଠି ଯୁଦ୍ଧ ଯୋଉମାନେ କରୁଛନ୍ତି, ମନେ ରଖିବା, ମା ଗୋଟେ ବାଣୀ ଦେଇଛନ୍ତି, ଯେତେବେଳେ ଦି ଜଣଙ୍କ ଭିତରେ କଳି ହୁଏ ଉଭୟ ଭୁଲ। When two persons are quarreling, both are wrong. କଣ କହିଲି ମୁଁ? When two persons are quarreling, ଯେତେବେଳେ ଦି ଜଣ ବ୍ୟକ୍ତି କଳି ଲାଗନ୍ତି, both are wrong. ଇଏ ଠିକ ସିଏ ଭୁଲ କହିପାରିବେ, ଉଭୟ ଭୁଲ ହେଲା। ମା ସେଥିପାଇଁ ପିଲାମାନଙ୍କୁ କଣ କହିଲେ? ପିଲାମାନେ ପ୍ରଥମରୁ ଯୋଉ କଥାଟା ଶିଖିବେ ସେଟା ହେଲା ସତ୍ୟନିଷ୍ଠ ହେବେ, ସବୁବେଳେ ସତ କଥା କହିବେ, କେହି ମିଛ କଥା କହିବେନି। ଏକ। ଦୁଇ, ଡୋଣ୍ଟ କ୍ୱାରେଲ ଡୋଣ୍ଟ ଫାଇଟ ହେଲା। ଡୋଣ୍ଟ କ୍ୱାରେଲ ଡୋଣ୍ଟ ଫାଇଟ। କେବେ କଳି କରିବାକୁ ଯିବ ନାହିଁ, କି ଲଢେଇ କରିବାକୁ ଯିବ ନାହିଁ। କଳି ନୁହଁ କି ଲଢେଇ ନୁହଁ, ବୁଝିପାରୁଛି? ଏବେ ଯୋଉ କଳି ହଉଛି, ଲଢେଇ ହଉଛି, ତାର କାରଣ କଣ? ଅଜ୍ଞାନତା। ଅଜ୍ଞାନତା ପୁଣି ଉପୁଜୁଛି କେମିତି? ଆମେ ମାଙ୍କୁ ଭୁଲି ଯାଇଛୁ, ବଣ୍ଡ ଭୁଲି ଯାଇଛୁ, ବୁଝିଗଲା? ଯିଏ ଭଗବାନଙ୍କୁ ଭୁଲିଲା ସେ ଅଜ୍ଞାନତା ଦ୍ୱାରା ଚାଲିବାଟା ନିଶ୍ଚିତ। ଆଉ ଅଜ୍ଞାନତା ଦ୍ୱାରା ଚାଲିଲେ, ଅଜ୍ଞାନତା ଆମକୁ ନେଇ କଣ କଣ କରିବ ଏଟା କିଛି କହିହବନି, ବୁଝିହଉଛି? ତେଣୁ ତମମାନେ ସବୁ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପଢୁଛ, ମା ଶ୍ରୀଙ୍କୁ ଜାଣିଲଣି, ମାକୁ ଫୁଲ ଧୂପ ଦଉଛ। ଖାଲି ଫୁଲ ଧୂପ ଦେଇଦେଲେ ବଦଳିବ କି? ଖାଲି ଫୁଲ ଧୂପ ଦେଲେ ବଦଳିବ? ଖାଲି ଫୁଲ ଧୂପ ଦେଲେ ବଦଳିବନି। ମା ଯାହା କହିଛନ୍ତି ସେଇ କଥାଟାକୁ କାମରେ ଲଗେଇଲେ, ଜୀବନରେ ପ୍ରୟୋଗ କଲେ ବଦଳିବ। ଆଉ ତମର ଦେହ ଖରାପ ହେଇକି ଡାକ୍ତର ପାଖକୁ ଯାଇଛ, ଡାକ୍ତର ପାଖକୁ ପଳେଇଲେ ରୋଗ ଭଲ ହେଇଯିବ? ଡାକ୍ତରକୁ ଦେଖେଇବ, ଖାଲି ଡାକ୍ତର ଦେଖେଇଦେଲେ ଭଲ ହେଇଯିବ? ଡାକ୍ତର କିଛି ପରୀକ୍ଷା କରି ଲେଖିବ ମେଡିସିନ, ତମେ ପରୀକ୍ଷା କଲ, ମେଡିସିନ କିଣିଲ, ମେଡିସିନ କିଣିକି ଆଣିଲେ ଭଲ ହେଇଯିବ? ତାପରେ ମେଡିସିନ ଖାଇବାକୁ ପଡିବ। ମେଡିସିନ ନ ଖାଇବା ପର୍ଯ୍ୟନ୍ତ ଭଲ ହବ କି? ହବନି। ସେମିତି ମା ସେମାନେ ଯାହା କହିଛନ୍ତି, ଯଦି ଡାକ୍ତର ଯୋଉଟା କହିଲେ ମେଡିସିନଟା ଆମେ ସେଟା ଖାଇଲୁ, ଭିତରେ କାମ କଲା, ତାର ଭଲ ହେଲା। ଠିକ ସେଭଳି ମା ଶ୍ରୀମନ୍ତ ଯାହା କହିଛନ୍ତି ତାକୁ ଆମେ କାମରେ କଲେ ସେ ଆମ ଭିତରେ ପ୍ରଭାବ ପକେଇବ, ବୁଝିଗଲା? ତେଣୁ ଆମେ ମା ଶ୍ରୀମନ୍ତ ସବୁ କଣ କହିଛନ୍ତି ତାକୁ ଜାଣିବା ଦରକାର କି ନାହିଁ ମତେ କୁହ? ଆଚ୍ଛା, ଏଇ ଯୋଉ ଯୁଦ୍ଧ ହବା ପଶ୍ଚାତରେ ଭଗବାନଙ୍କର ଇଚ୍ଛା ଅଛି ନା ନାହିଁ? ଅଛି ନା ନାହିଁ? ଦେଖ, ଗୋଟେ ସମୟରେ ତମେ ସବୁ ପିଲାମାନେ ଶୁଣିଥିବ ମହାଭାରତର କଥା। ମହାଭାରତ ଯୁଦ୍ଧ ହେଲା, ଶ୍ରୀକୃଷ୍ଣ କିନ୍ତୁ ଚାହୁଁନାହାନ୍ତି ଯୁଦ୍ଧ, କାରଣ ଯୁଦ୍ଧ ହେଲେ ବହୁତ କ୍ଷତି ହେଇଯିବ। ବର୍ତ୍ତମାନ ଯେ ଯୁଦ୍ଧ ହବା ପାଇଁ କେହି ଚାହୁଁନାହାନ୍ତି, ତାପରେ ଯୁଦ୍ଧ ହଉଛି କି ନାହିଁ? ଯୁଦ୍ଧ ହେଲେ ବହୁତ କିଛି କ୍ଷତି ହବ। ଆଚ୍ଛା, ଯୁଦ୍ଧ ହେଲେ ବହୁତ କିଛି ଯୋଉ କ୍ଷତି ହବ ତା ସମଗ୍ର ରାଷ୍ଟ୍ର ଉପରେ ପ୍ରଭାବ ପକେଇବ। ଏଇ ଯୋଉ ସମଗ୍ର ରାଷ୍ଟ୍ର ଉପରେ ତାର ଯୋଉ ପ୍ରଭାବ ପଡିବ, ଦେଶ ଉପରେ ପ୍ରଭାବ ପଡିବ ଏବଂ ପୃଥିବୀରେ ମଧ୍ୟ ତାର ପ୍ରଭାବ ପଡିବ, ଏ କଥାଟା ସେମାନେ ଚିନ୍ତା କରିନାହାନ୍ତି। ଯୋଉ ଯୁଦ୍ଧ କରୁଛନ୍ତି ସେଟା ଚିନ୍ତା କରୁନାହାନ୍ତି। ଏ ଯାହା ହେଇଯାଉ, ସଂସାର ଭାଙ୍ଗିଯାଉ, ଧ୍ୱଂସ ହେଇଯାଉ। ମଣିଷ ଅଧିକ ପାଠ ପଢିକି ବୁଦ୍ଧିଆ ହେଇଛି, ତାପରେ କଣ କୁ ଡାକିଛି? ମୃତ୍ୟୁକୁ ଡାକିଛି। ତେଣୁ ଯୁଦ୍ଧ ହେଲେ ବଡ ବଡ ଭୟାବହ ପରିସ୍ଥିତି ହେବ, ଏ କଥା କୃଷ୍ଣ ବି ଜାଣିଥିଲେ। ତେଣୁ ସେ ଚାହୁଁନଥିଲେ ଯୁଦ୍ଧ ହବ ବୋଲି। ତାପରେ ଯୁଦ୍ଧ ହେଲା, କଣ ପାଇଁ ହେଲା କହିଲ? ସେ ଦୁଃଶାସନ ଯୋଉ ଦ୍ରୌପଦୀର ବସ୍ତ୍ରହରଣ କଲା, ଦ୍ରୌପଦୀ ଗୋଟେ ଶପଥ ନେଇଗଲା, କହିଲା ମୋ ଦୁଃଶାସନର ରକ୍ତରେ ମୋ କେଶକୁ ମୁଁ ଧୋଇବି। ତାର ଯୋଉ ମୁଣ୍ଡ କେଶକୁ ସେ କୋଉଥିରେ ଧୋଇବ? ଦୁଃଶାସନର ରକ୍ତରେ, ଶପଥ। ଆଉ ଯୁଦ୍ଧ ନହେଲେ ଏଇଟା କୋଉଠି ହବ? ଯୁଦ୍ଧ ହବାଟା ନିଶ୍ଚିତ ହେଇଗଲା। ଭୀମ ଗୋଟେ ଶପଥ ନେଇଗଲା, ମୁଁ ଦୁର୍ଯ୍ୟୋଧନର ଜଙ୍ଘ ଫଟେଇବି, ହେଲା, ବୁଝିବୁଝି? ତେଣୁ ଏମାନେ ଯୋଉ ଶପଥ ସବୁ ନେଇଗଲେ, ଯୁଦ୍ଧ ହେଇଗଲା।
କିନ୍ତୁ କୃଷ୍ଣ ଚାହୁଁନାହାନ୍ତି, କାରଣ ଯୁଦ୍ଧ ହେଲେ ବଡ ଭୟାବହ ପରିସ୍ଥିତି ହେଇଯିବ, ବୁଝିହଉଛି। ତ କୃଷ୍ଣ ଚାହୁଁନାହାନ୍ତି। ତାପରେ ଯୁଦ୍ଧ ହେଇଗଲା। କଣ ପାଇଁ ଯୁଦ୍ଧ ହେଇଗଲା? ତାର କାରଣ ଏମାନେ ଯୋଉ ଶପଥ ସବୁ ନେଇଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଦେଶ ଦେଶ ମାନଙ୍କର ଯୁଦ୍ଧ ହଉଛି କଣ ପାଇଁ? ଛାଡିବି ନାହିଁ। ଇରାନ କହିଲା ଛୋଟିଆ ରାଷ୍ଟ୍ର ବୋଲି ସେ କଣ ଭାବୁଛି ମତେ ଡରେଇକି ରଖିବ? ଆମେରିକାକୁ ପାଣି ପିଇଦେବି କହୁଛି କି ନାହିଁ? ତାର ବର୍ତ୍ତମାନ ଯୋଉ ଏୟାରବେସ କୁ ଷ୍ଟ୍ରାଇକ କରିକି ହଟେଇବ, ବୁଝିହଉଛି। ତେଣୁ ଇଏ କହୁଛି ତାର ଯୋଉ ତେଲ ଜାହାଜ ସବୁ ଯାଉଛି ତାକୁ ବୋମା ମାରିକି ବା ଆତ୍ମଘାତୀ ବୋଟକୁ ପଠେଇକି ଆକ୍ସିଡେଣ୍ଟ କରିକି ଲଗେଇ ଦଉଛି ନିଆଁ। ତେଣୁ ଉପାୟ ବହୁତ ବାହାରୁଛି, ବୁଦ୍ଧି ବହୁତ ବାହାରୁଛି। କଣ ବିନାଶର ବୁଦ୍ଧି ବାହାରୁଛି ନା ପୃଥିବୀରେ ଐକ୍ୟ ପ୍ରତିଷ୍ଠା କରିବା ପାଇଁ, ଏକତା ପ୍ରତିଷ୍ଠା କରିବା ପାଇଁ, ଶାନ୍ତି ପ୍ରତିଷ୍ଠା କରିବା ପାଇଁ ବୁଦ୍ଧି ବାହାରୁଛି? କଣ ଦେଖିଆ? ବିନାଶ ପାଇଁ। ତାହେଲେ ଆମର ଡାକ୍ତର ପାଖରେ ଯଦି ଛୁରୀଟେ ପଡିବ, ସେ ରୋଗୀର ଅପରେସନ କରିକି ଭଲ କରିଦବ। ଡକାୟତ ହାଉଡରେ ଯଦି ପଡିଲା ଛୁରୀଟା, ସେ ଲୋକର ଗଳା କାଟିକି ଦେଇକି ପଳେଇବ ପଇସା। ସତ ନା ମିଛ? ତାହେଲେ ଛୁରୀଟା କାହା ପାଖରେ ପଡିବା ଦରକାର? ଡାକ୍ତର ପାଖରେ। ତେଣୁ ଯେହେତୁ ଛୁରୀଟା ଡାକ୍ତର ହାବୁଡରେ ପଡିବା ଦରକାର, ସେ ଭଲ କରିବ। ତେଣୁ ଆମେ ଜ୍ଞାନକୁ ସତ୍ ମାର୍ଗରେ ପରିଚାଳିତ କରିବା, ସତ୍ ଜ୍ଞାନକୁ ଅର୍ଜନ କରିବା, ସତ୍ ମାର୍ଗରେ ଚାଲିବା ଆଉ ସତ୍ୟନିଷ୍ଠ ହବା, ତାହେଲେ ସଂସାରରେ ସତ୍ୟର ପ୍ରଭାବ କାମ କରିବ। ହେଲା। ଆଉ ସତ ନାଁରେ ମିଛ କହୁଥିବା, ଠକାମି କରୁଥିବା, ସଂସାରରେ ସତ୍ୟ ପ୍ରତିଷ୍ଠା ହବ କି? ହବନି। ତାହେଲେ ଏଇ କଥାଟି ବର୍ତ୍ତମାନ ଛାତ୍ର ସମାଜ ଶିଖିବା ଦରକାର। ବର୍ତ୍ତମାନ ଦେଶର ପୃଥିବୀର ଅବସ୍ଥା ଯାହା, ତେଣୁ ଜଣେ ଛାତ୍ର ତା ଦେଶ ପାଇଁ କଣ କରିପାରିବ? ଦେଶକୁ ସମୃଦ୍ଧି କରିବ। କଣ କଲେ ଦେଶ ସମୃଦ୍ଧ ହବ? ଆମେ ଭାରତରେ ଜନ୍ମ ହେଇଛୁ, ଭାରତକୁ କେମିତି ସମୃଦ୍ଧ କରିବା ଚିନ୍ତା କରିବ ନାହିଁ ଜଣେ ଛାତ୍ର। ଜଣେ ଛାତ୍ର ଏ ଛାତ୍ର ଅବସ୍ଥାରୁ ଚିନ୍ତା କରିବା ଦରକାର, ଭାରତ ଯଦି ସମୃଦ୍ଧ ହୁଏ ତାହେଲେ ମୁଁ ତା ଭିତରେ ଭଲରେ ରହିପାରିବି। ଭାରତ ଯଦି ଗରିବ ରହିବ, ଅଭାବ ଭିତରେ ରହିବ, ମୁଁ ତା ଭିତରେ ଭଲ ରହିପାରିବି କି? ରହିପାରିବି? ଭାରତ ପାଖରେ ପଇସା ନାହିଁ, ତାହେଲେ ଆମେ କୋଉଠୁ ପଇସା ପାଇବା? ଭାରତ ସରକାର ଆମକୁ ପଇସା ଦବ? ପଇସା ନାହିଁ, ଦବ କୋଉଠୁ? ଆମେ ବାଧ୍ୟ ହେଇକି ଅସୁବିଧା ଭିତରେ କାଳ କାଟିବାକୁ ପଡିବ। ଭାରତ ଯଦି ସମୃଦ୍ଧ ହେଇଗଲା, ଆମେ ବି ସମୃଦ୍ଧ ହେଇଯିବା। ତାହେଲେ ଭାରତର ସମୃଦ୍ଧ ପାଇଁ ବା ବିକାଶ ପାଇଁ ଆମେ ସବୁ ଚିନ୍ତା କରିବା ଦରକାର କି ନାହିଁ? କଣ କଲେ ଭାରତ ସମୃଦ୍ଧ ହବ? ଭାରତର ଶକ୍ତି କୋଉଟା? ଭାରତର ଶକ୍ତି ହେଲା ପ୍ରତ୍ୟେକ ବ୍ୟକ୍ତି ଭିତରେ ଥିବା ଆତ୍ମାର ଶକ୍ତି। ସେଇଟା ହେଲା ଭାରତର ଶକ୍ତି। ତେଣୁ ପ୍ରତ୍ୟେକ ଭାରତ କଣ ଶିକ୍ଷା କରିବେ? ହାଉ ଟୁ ରିଜେକ୍ଟ ଫଲସୁଡ୍, କେମିତି ମିଥ୍ୟାଚାରକୁ ପ୍ରତ୍ୟାଖ୍ୟାନ କରିବା। and make matter ready to manifest the spirit. Make matter ready to manifest the spirit ମାନେ କଣ? ମ୍ୟାଟର ହେଲା ଜଡ଼, ପୃଥିବୀ, ମାଟି ଗୋଡ଼ି ଯୋଉଟା କହୁଛେ, ଜଡ଼ ପଦାର୍ଥ ଯୋଉଟା କହୁଛେ, ବିଜ୍ଞାନ ପଢିଥିବ ସବୁ ଜଡ଼ ପଦାର୍ଥ। ସେ ଜଡ଼ ଭିତରେ ବି ଚେତନା ଅଛି, ତାକୁ ପ୍ରକାଶ କରିବା ପାଇଁ ସମସ୍ତେ ଶିକ୍ଷା କରିବେ। ହେଲା। ତେଣୁ ଜଡ଼ ଭିତରେ ଯୋଉ ଚେତନା ଅଛି ତାକୁ ପ୍ରକାଶ କରିବା ପାଇଁ, ଆତ୍ମାର ପ୍ରକାଶ ପାଇଁ, ଆତ୍ମାର ବିକାଶ ପାଇଁ, ଆତ୍ମାର ପ୍ରକାଶ ପାଇଁ ଆମେ ସମସ୍ତେ କାମ କରିବା ଦରକାର। ହେଲା। ତେଣୁ ଭାରତୀୟ ମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ମିଥ୍ୟାଚାରକୁ ଦୂରେଇ ଆତ୍ମାର ଆବିଷ୍କାର ଏବଂ ଆତ୍ମାର ବିକାଶ ଏବଂ ଆତ୍ମାର ପରିପ୍ରକାଶ, ୟାକୁ ଅଧିକ ଗୁରୁତ୍ୱ ଦେବା ଦରକାର। ବୁଝିପାରିଲ କଣ କହିଲି? ଭାରତୀୟ ମାନେ କଣ କରିବେ? ଆତ୍ମାର ବିକାଶକୁ ଗୁରୁତ୍ୱ ଦେବେ, ମିଥ୍ୟାଚାରକୁ ପ୍ରତ୍ୟାଖ୍ୟାନ କରିବେ। ବୁଝିଗଲା? ଏଇଟା ତାହେଲେ ଆମେ ଭାରତୀୟ ହବା। ଯଦି ଏ କାମ କରୁନୁ ତାହେଲେ ଭାରତକୁ ସମୃଦ୍ଧ କରିପାରିବା ନାହିଁ। ଭାରତ ସମୃଦ୍ଧ ହେଲେ ଏ ଯୁଦ୍ଧ ଅଟକିବ ନା ନାହିଁ? ମନେ ରଖ, ଆମେ ଭାରତ ବର୍ଷରେ ଜନ୍ମ ନେଇଛୁ, ବହୁତ ଭାଗ୍ୟବାନ ପିଲା। ହେଲା। କାହିଁକି ଜାଣିଛ? ଭାରତ ହଉଛି ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଦେଶ। ହେଲା। ଯୋଉଠିକି ମା ଫ୍ରାନ୍ସରୁ ଆସି ପଣ୍ଡିଚେରୀରେ ରହିଲେ।
ଶ୍ରୀ ଅରବିନ୍ଦଙ୍କ ସହିତ ରହିଲେ ଏବଂ କହିଲେ ଏ ଭାରତ ପୃଥିବୀର ଆଧ୍ୟାତ୍ମିକ ଗୁରୁ ହେଲା। ବର୍ତ୍ତମାନ ସେ ଗୁରୁଟା କେମିତି ପ୍ରମାଣ କରିକି ଦେଖେଇବ ଭାରତକୁ ବର୍ତ୍ତମାନ ପ୍ରମାଣ କରିବା ପାଇଁ ସମୟ ଆସିଛି ଯେ ଭାରତ ଯେ ପ୍ରକୃତିରେ ପୃଥିବୀର ଗୁରୁ, ଆଧ୍ୟାତ୍ମିକ ଗୁରୁ, ପୃଥିବୀର ଭବିଷ୍ୟତ ଭାରତ ବର୍ଷ ଉପରେ ନିର୍ଭର କରେ। ଏଇ କଥାଟା ଆମେ ସବୁ ଜାଣିବା ଦରକାର ଛାତ୍ର ଅବସ୍ଥାରୁ। ବୁଝିପାରିଲ? ଭାରତ କେମିତି ପୃଥିବୀର ଆଧ୍ୟାତ୍ମିକ ଗୁରୁ ହବ ଯେତେବେଳେ ପ୍ରତ୍ୟେକ ଭାରତୀୟ ଆଧ୍ୟାତ୍ମିକତାକୁ ପ୍ରକାଶ କରିବେ ହେଲା। ତାମାନେ ନିଜ ହୃଦୟ ଭିତରେ ଥିବା ଭଗବାନଙ୍କର ପରିପ୍ରକାଶ ପାଇଁ, ଭଗବାନଙ୍କର ଆବିଷ୍କାର ପାଇଁ, ଭଗବତ ଚେତନାରେ ବିକାଶ କରିବା ପାଇଁ ଭାରତୀୟ ମାନେ କାମ କରିବେ। ଯିଏ ଯୋଉ କାମ କରନ୍ତୁ ତା ଭିତରେ ଆତ୍ମାର ବିକାଶକୁ ଗୁରୁତ୍ୱ ଲକ୍ଷ୍ୟ ରଖି କରାହଉଥିବ। ମୁଁ ଯୋଉ କାମ କରିବି ଯେମିତି ମୋ ଆତ୍ମାର ବିକାଶ ହବ ହେଲା। ଆତ୍ମାର ଗୁଣଧର୍ମ ମୋର ସମଗ୍ର ସତ୍ତାରେ, ମନରେ, ପ୍ରାଣରେ, ଶରୀରରେ ଆତ୍ମାର ଗୁଣଧର୍ମ କାର୍ଯ୍ୟକାରୀ ହବ। ଆତ୍ମା ପବିତ୍ର ନା ଅପବିତ୍ର ମତେ କୁହ? ପବିତ୍ର। ଆତ୍ମା ମରେ ନା ମରିପାରେ ନାହିଁ? ଆତ୍ମା ମରିପାରେ ନାହିଁ। ତେଣୁ ଯିଏ ଆତ୍ମା ହେଇଯିବ ସେ ମରିବ କି? ଆତ୍ମା ହଉଛି ଭଗବାନଙ୍କର ଅଂଶ ହେଲା। ଭଗବାନଙ୍କର ଅଂଶଟା ଆମ ଭିତରେ ଅଛି। ତେଣୁ ବର୍ତ୍ତମାନ ଚିନ୍ତା କରିବା ଆମେ ଭାରତୀୟ ହିସାବରେ ଆମେ କଣ କରିବା ଦରକାର ହେଲା। ଭାରତୀୟ ହିସାବରେ ଆମେ କଣ କରିବା ଦରକାର? ମିଥ୍ୟାଚାରକୁ ପ୍ରଶ୍ରୟ ଦେଲେ ଭାରତ ଆଧ୍ୟାତ୍ମିକ ଗୁରୁ ହବ କି? ଆଚ୍ଛା କୁହ ନା ଦେଖିବା, ଆମ ଦେଶ ସବୁଠୁ ପୃଥିବୀର ମୁଖ୍ୟ ହେଲେ ସମସ୍ତେ ମାନିଲେ ଆମର ଗୌରବ ନା ନାହିଁ? ଇଣ୍ଡିଆ ପାକିସ୍ତାନ ନା ମ୍ୟାଚ ହବ, କୁହ କିଏ ଜିତିଲେ ଖୁସି ହବ? ଯଦି ପାକିସ୍ତାନ କିଏ ଗୋଟେ ବଦମାସି କଲା ତମ ରାଗ କଣ ହଉଥିବ ନା ନାଇଁ? ଏ ପାକିସ୍ତାନଟାକୁ ମାରନ୍ତି ଧରିକି ଯେ ତା ଖୋଇ ଛଡେଇ ଦିଅନ୍ତି। ଇଚ୍ଛା ହବ କି ନାଇଁ? ବଦମାସିଆଟା ଆମର ଏମିତି ଗୋଟେ ଫିଲିଙ୍ଗସ୍ ପଳେଇ ଆସୁଛି। ବୁଝିହଉଛି କାହିଁକି ନା ଭାରତୀୟ ବୋଲି। ପାକିସ୍ତାନ ଚିନ୍ତା ଭାରତୀୟ ଗୁଡା କେମିତି ବଦମାସ, ତାଙ୍କୁ ଦିଅ ତୋଫାନେ, ସିଏ ବି ଚିନ୍ତା କରୁଥିବେ ନା। କିନ୍ତୁ ଆମେ ଭାରତୀୟ ହିସାବରେ ଆଉ ଟିକେ ଉଚ୍ଚ ଷ୍ଟେପକୁ ଯିବା ହେଲା। ହିଂସାରେ ନୁହେଁ, ପ୍ରେମରେ ଜୟ କରିବା ହେଲା। ଏ ପ୍ରେମ ଭାବଟା କାହା ପାଖରେ ଅଛି? ଆତ୍ମା ପାଖରେ ଅଛି। ବୁଝିଗଲା? ଯଦି ଆମେ ଆତ୍ମାର ଆବିଷ୍କାର ପାଇଁ ଗୁରୁତ୍ୱ ନଦେଲେ ତାହେଲେ ଆମ ଭିତରେ ପ୍ରେମ ଆସିବନି। ଚୈତ୍ୟ ସତ୍ତାର ବା ଆତ୍ମାର ଗୋଟେ ମହାନ ଗୁଣ ହେଲା ଆନନ୍ଦ ଆଉ ପ୍ରେମ ହେଲା। ମହାନ ଗୁଣ ଏଇ ଦିଟା ହେଲା। କଣ କଣ କହିଲି? ଦିଟା ଗୁଣ, ମହାନ ଗୁଣ। ଆମ ଆତ୍ମାର ଯୋଉ ମହାନ ଗୁଣ ଦିଟା ବା ଚୈତ୍ୟ ସତ୍ତାଙ୍କର ମହାନ ଗୁଣ ଦିଟା କଣ? ଆନନ୍ଦ ଆଉ ପ୍ରେମ। ବୁଝିଗଲା? ଆନନ୍ଦ ଆଉ ପ୍ରେମ ଏ ଦିଟାକୁ ଆମେ ପ୍ରକାଶ କରିବା ସେତେବେଳେ ଯେତେବେଳେ ଆମେ ଆମ ଭିତରେ ଥିବା ଆତ୍ମା ସହିତ ସମ୍ପର୍କ କରିବା। ବାସ୍, ତାପରେ ଦେଶ କଣ ହବ, ଜାତି କଣ ହବ, ଅଟୋମେଟିକ ଭିତରୁ ସେ ପ୍ରେରଣା ଦେଇଦବ। କାରଣ ଦେଶର ଆତ୍ମା, ଜାତିର ଆତ୍ମା, ବ୍ୟକ୍ତିର ଆତ୍ମା ଏକ ଅଭିନ୍ନ। ବୁଝିଗଲା? ତେଣୁ ଦେଶର ଆତ୍ମା ବିଷୟରେ ଜାଣିବାକୁ ହେଲେ ଆମକୁ କଣ କରିବାକୁ ପଡିବ? ଆମ ଆତ୍ମା ବିଷୟରେ ଆମକୁ ଜାଣିବାକୁ ପଡିବ। ଆମ ଆତ୍ମାର ବିକାଶ କଲେ ଦେଶର ବିକାଶ ହବ। ଆମେ ଆଧ୍ୟାତ୍ମିକତାକୁ ଗ୍ରହଣ କଲେ ସମଗ୍ର ପୃଥିବୀ ପାଇଁ ଆମେ ପ୍ରେରଣା ଦେଇଦେବା, ଗୁରୁ ହେଇଯିବା। ଭାରତ ଆମର ଗୁରୁ ହେଇଯିବ ହେଲା। ବର୍ତ୍ତମାନ ଭାରତୀୟ ମାନେ ସେଇ ଶିକ୍ଷା କରିବେ। କିଏ ଶିକ୍ଷା କରିବେ? ଛାତ୍ରମାନେ। ଯୋଉ ଭୁଲଟା ଆଗରୁ କରାହେଇଛି ଆଉ ସେ ଭୁଲ ରିପିଟ ହବନି। ବୁଝିଗଲା? ତେଣୁ ବର୍ତ୍ତମାନ ଯୋଉ ପ୍ରକାର ବିଜ୍ଞାନର ଡେଭଲପ ହେଇଛି, ବୈଷୟିକ ବିଦ୍ୟାର ଡେଭଲପ ହେଇଛି, ତାକୁ କଣ ଭାରତୀୟ ମାନେ ଛାଡ଼ିଦେବେ? ଛାଡ଼ିଦେବେ କି? ତାକୁ ଏ ଆତ୍ମାର ଆବିଷ୍କାର ଦିଗରେ, ଆତ୍ମାର ବିକାଶ ଦିଗରେ ବିନିଯୋଗ କରିବେ। ତେଣୁ ଜ୍ଞାନ ଦରକାର ନା ନାହିଁ? ଜ୍ଞାନ ଦରକାର। ଜ୍ଞାନଟା କୋଉଠି ଅଛି? ଜ୍ଞାନ ବହିରେ ଅଛି ନା ହୃଦୟରେ ଅଛି? ବହି ଭିତରେ ଜଣେ ଚାହିଁଲେ
ବହିଟା କୁ ପୁରା ଆମ୍ବୁଳ ଚୂଳ ଘୋଷିକି କହିଦବ ହେଲା ବାସ୍ ସେତିକି ହବ ନା ତାପରେ ଆଉ ଅଧିକା ହବ କିନ୍ତୁ ହୃଦୟ ସହ ସମ୍ପର୍କ ରଖିଲେ ବହୁତ କଥା ଜାଣିଦବ ମୁଁ ମଜା ମଜା କଥା କେତେଟା କହୁଛି ଶୁଣ ଜ୍ଞାନର ଦିଗ କେମିତି ବିକାଶ ହୁଏ ହେଲା ଜଣେ ସାଇଣ୍ଟିଷ୍ଟ ସେ ମାଙ୍କ ଭକ୍ତ ଆଶ୍ରମରେ ଥାନ୍ତି ମାଙ୍କର ପରିକଳ୍ପନା ଅରୋଭିଲ ତିଆରିବେ ଅରୋଭିଲ କଣ ପାଇଁ ହ୍ୟୁମାନ ୟୁନିଟର ରିପ୍ରେଜେଣ୍ଟେଟିଭ ହବ ହ୍ୟୁମାନ ୟୁନିଟ ମାନେ ମାନବ ଏକତ୍ୱ ତେଣୁ ଏଇ ଯୋଉ ଅରୋଭିଲ ମାନବ ଏକତାର ନିଦର୍ଶନ ହବ ମା ସେଥିରେ କାମ କରିବେ ଏବଂ ସମଗ୍ର ପୃଥିବୀରେ ଐକ୍ୟ ପ୍ରତିଷ୍ଠା କରିବାରେ ଅରୋଭିଲ ସାହାଯ୍ୟ କରିବ ସଂଗତି ପ୍ରତିଷ୍ଠା କରିବାରେ ଅରୋଭିଲ ସାହାଯ୍ୟ କରିବ ଯୁଦ୍ଧକୁ ନିୟନ୍ତ୍ରଣ କରିବାରେ ଅରୋଭିଲ ସାହାଯ୍ୟ କରିବ ପ୍ରେମ ପ୍ରକାଶ କରିବାରେ ଅରୋଭିଲ ସାହାଯ୍ୟ କରିବ ସେଥିପାଇଁ ମା ଅରୋଭିଲ ନିର୍ମାଣ କରିବା ପାଇଁ ଯୋଜନା କଲେ ଜଣେ ସାଇଣ୍ଟିଷ୍ଟ ଥାନ୍ତି ତାଙ୍କ ପାଖରେ ଥରେ ସେ ସାଇଣ୍ଟିଷ୍ଟ ଟିକେ ଡେରିରେ ଆସୁଥାନ୍ତି ମାଙ୍କ ପାଖକୁ ମା କହିଲେ ତମର ତ ଡେରି କଣ ପାଇଁ ହଉଛି ନାଇଁ ମୁଁ ତ ଟାଇମରେ ଆସୁଛି ପୁରା ଘଣ୍ଟା ଦେଖିକି ଆସୁଛି ତମ ଘଣ୍ଟାର ଡିଫେକ୍ଟ ଅଛି ତମ ଘଣ୍ଟା ଲେଟରେ ଚାଲୁଛି ବୁଝିଲା ତମ ଘଣ୍ଟାଟା ଆଣିବ ତ ଗୋଟେ ଘଣ୍ଟା ଲେଟରେ ଚାଲୁଛି ମା ଦେଖିଲେ ଘଣ୍ଟାଟା ଲେଟ ଚାଲୁଛି ଗୋଟେ ଘଣ୍ଟା ତେଣୁ କହିଲେ ଜଣେ ମେକାନିକ ଅଛି ସେ ଘଣ୍ଟା ପାଠ ପଢିଛି ସେ ଆଶ୍ରମକୁ ଆସେ ତାକୁ ନେଇକି ଦବ ସେ ସଜାଡି ଦବ ତାକୁ ନେଇଦେଲେ ସେ ସଜାଡି ଦେଲା ସଜାଡ଼ିଲା ଭିତରେ ପୁଣି ଡିଫେକ୍ଟ ଦେଖାଦେଲା ପୁଣି କଣ ହେଲା ନା ମୋର ତ ଘଣ୍ଟାକୁ ଦେଖି ଆସିଛି ଆଉ ତାପରେ ସେ ମେକାନିକକୁ ଡାକିଲେ କହିଲେ ଘଣ୍ଟା କେମିତି ସଜାଡିଥିଲ ତାଙ୍କର ଲେଟ୍ ରଖୁଛି ତମେ ଗୋଟେ କାମ କର ସେ ଘଣ୍ଟାର ପେଣ୍ଡୁଲମ ଟାକୁ ଟିକେ ଛୋଟ କରିଦିଅ ହେଲା ଲମ୍ବା 1.5 ଇଞ୍ଚ ଅଧିକା ଅଛି କାଟିଦିଅ ଛୋଟ କରିଦିଅ ଟାଇମ ଠିକ ରଖିବ ମା ବତେଇ ଦେଲେ ମେକାନିକ ତାପରେ ସେ କାଟିକି ଛୋଟିଆ କରିଦେଲା କାଟିକି ଯେତେବେଳେ ଛୋଟିଆ କରିଦେଲା ଟାଇମ ପୁରା ପରଫେକ୍ଟ ରହିଲା ଆଉ ଲେଟ୍ ହେଲାନି ଆଶ୍ଚର୍ଯ୍ୟ ହେଇଗଲେ ସାଇଣ୍ଟିଷ୍ଟ ଜଣକ ଆଉ ମେକାନିକ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲା ମୁଁ ମେକାନିକ ପାଠ ପଢିଛି ଘଣ୍ଟା କେମିତି ରିପେୟାର ହୁଏ ସେ ପାଠ ମୁଁ ପଢିଛି ତେଣୁ ମୁଁ କରୁଥିଲି ମା କଣ ଘଣ୍ଟା ପାଠ ପଢିଛନ୍ତି ଘଣ୍ଟା କେମିତି ରିପେୟାର ହବ ପଢିଛନ୍ତି ସିଏ କେମିତି କହିଦେଲେ ପେଣ୍ଡୁଲମ ଟାକୁ ଆଉ ଟିକେ ଛୋଟ କରିଦିଅ ମାଙ୍କୁ ସେ ସାଇଣ୍ଟିଷ୍ଟ ପଚାରିଲେ ମା ଆପଣ କେମିତି ଜାଣିଲେ ମୁଁ ସାଇନ୍ସ ପାଠ ପଢିଛି ସାଇନ୍ସ ସବୁ ରିସର୍ଚ୍ଚ କରୁଛି ମୁଁ ସାଇଣ୍ଟିଷ୍ଟ ହେଇଛି ମୁଁ ତାକୁ ନେଇକି ବହୁତ କଥା କରିବି ଆପଣ ତ ସେଇଟା ପଢି ନାହାନ୍ତି ଆପଣ କେମିତି କହିପାରୁଛନ୍ତି ମା କହିଲେ ଘଣ୍ଟା ମତେ କହିଲା କିଏ କହିଲା ଘଣ୍ଟା କହିଲା ମୋ ପେଣ୍ଡୁଲମ ଟା ଲମ୍ବା ହେଇଯାଇଛି ତେଣୁ ମୁଁ ଟାଇମ ଟା ଠିକ ରଖିପାରୁନି ତାହେଲେ ଘଣ୍ଟା ମାଙ୍କୁ କେତେବେଳେ କହୁଛି ମା ଯେତେବେଳେ ଘଣ୍ଟାଟା ଜଡ଼ ପଦାର୍ଥ ନା ଜୀବନ୍ତ ପଦାର୍ଥ ଜଡ଼ ତାହେଲେ ମା ସେ ଜଡ଼ ପଦାର୍ଥ ହେଲେ ତା ଭିତରେ ଗୋଟେ ଚେତନା ଅଛି ମା ତ ସେ ଚେତନା ସହିତ ଏକାକାର ହେଇଯାଆନ୍ତି ତା ଘଟଣାଟା ଜାଣିନି ଘଣ୍ଟା କଣ କହେ ମା ବୁଝିଦିଅ ବୁଝିଗଲା ତେଣୁ ପ୍ରତ୍ୟେକ ଜଡ଼ ବସ୍ତୁ ସହିତ ଆମେ ଯୋଉ କାରବାର କରୁଛେ ତା ଚେତନା ସହିତ ଜଡ଼ିତ ହେଇକି ରହିଲେ ଜଡ଼ ବସ୍ତୁ ବିଷୟରେ ଆମେ ସଜ୍ଞାନ ହେଇପାରିବା ତା ଭିତରେ ଚେତନା ସମ୍ପର୍କରେ ସଜ୍ଞାନ ହେଇପାରିବା ଜଡ଼ ବସ୍ତୁ ଆମକୁ ବତେଇ ପାରିବ ହେଲା ହଁ ପଚାର ଦେବି ସମୟ ଦେବି ମା ଜାପାନରେ ଥିଲାବେଳେ ତାଙ୍କର ଗୋଟେ ଚେରି ଗଛ ଥିଲା ବଗିଚାରେ ଫୁଲ ମାନେ ଥିଲେ କୋବି ମାନେ ଥିଲେ ମଝିରେ କିନ୍ତୁ ଚେରି ଗଛ ଲାଗିଛି ମା ଗଲେ ସେ ଚେରି ଗଛ ପୁରା ଡିରେଇକି ବଜାରେ ଚେରି ଗଛର ଶିରା ପ୍ରଶିରା ସହିତ ମାଙ୍କ ଶିରା ଧମନୀ ପୁରା ଏକ ହେଇଯାଏ ଏକ ହେଇଗଲା ପରେ
ଦିନେ ସେ ଚେରି ଗଛ କହୁଛି ମା ଜାଣିଛ ମୁଁ ବସନ୍ତ ରୋଗର ଔଷଧି। ତୁ ବସନ୍ତ ରୋଗର ଔଷଧି? କହିଲା ହଁ, ମତେ ନେଇକି ବ୍ୟବହାର କର। ସେଇ ସମୟରେ ଜାପାନରେ ବସନ୍ତ ରୋଗ ପାଇଁ କୌଣସି ମେଡିସିନ ବାହାରିନି। ଆଉ ଯାହାକୁ ବସନ୍ତ ରୋଗ ହଉଛି ସେ ମରିଯାଉଛି ହେଲା। ତ ଠିକ ଘଡ଼ି ସେମିତି ମୁହୂର୍ତ୍ତରେ ଚେରି ଗଛ କହିଦେଲା ମା ମୁଁ ହଉଛି ବସନ୍ତ ରୋଗର ଔଷଧି। ତାପରେ ମା ସେ ଚେରି ଗଛର ତାର ଫୁଲକୁ ଆଣି, ଫଳକୁ ଆଣି, ଛେଲିକୁ ଆଣି ବଟିକା ବନେଇଲେ। ବଟିକା ଯିଏ ଖାଇଲା ତାକୁ ବସନ୍ତ ରୋଗ ହେଲାନି ହେଲା। ନ ହେଇଥିବା ଲୋକ ଖାଇଲେ ବସନ୍ତ ରୋଗ ଖାଇଲାନି, ପ୍ରିଭେଣ୍ଟିଂ ଭଳି କାମ କଲା। ବୁଝିହଉଛି? ତାହେଲେ ଚେରି ଗଛ ମାଙ୍କ ସହିତ କେମିତି କଥା ହଉଥିଲା? ଗଛର ଚେତନା ସହିତ ମାଙ୍କ ଚେତନା ଯୋଡି ହେଇଯାଉଥିଲା। ବୁଝିହଉଛି? ଜଣେ ସାଧକ ପାଇଖାନା ଯାଇଥିଲେ ବାଲ୍ଟିରେ ପାଣି ନେଇକି, ପାଣି ଆହୁରି କିଛି ବଳି ପଡ଼ିଲା, ରଖିଦେଇ ପଳେଇ ଆଇଲେ। ରାତିରେ ବାଲ୍ଟି ଯାଇକି ମାଙ୍କୁ କହିଲା ମା ମତେ କାଲି ରାତିରେ ବଡ ଥଣ୍ଡା ହେଲା। କଣ ପାଇଁ? ସେ ଯିଏ ଯାଇଥିଲେ ସେ ପାଣିଟା ରଖିଦେଇ ପଳେଇ ଆସିଛି, ଢାଳି ନାହାନ୍ତି। ଆଚ୍ଛା ଆଚ୍ଛା। ତାପରେ ମା ଡକେଇଲେ, କାଲି କିଏ କିଏ ଲାଟ୍ରିନ୍ ଯାଇଥିଲ? ଲାଟ୍ରିନ୍ କିଏ ଯାଇଥିଲେ ଏଇଟା କଣ କହିବାକୁ ପଡିବ ମାଙ୍କୁ ହେଲା। ସାଧୁ ଜଣ କହିଲେ ମୁଁ ଯାଇଥିଲି। କଣ ହେଲା ମା ମତେ ଲାଟ୍ରିନ୍ ଯାଇଥିଲେ କଥାଟା କାହିଁ ପଚାରୁଛନ୍ତି? କଥା କଣ କି ବାଲ୍ଟି ଆସି କମ୍ପ୍ଲେନ କରୁଥିଲା, ତାକୁ ବଡ ଶୀତ ହେଲା। ବାଲ୍ଟି କମ୍ପ୍ଲେନ କଲାଣି? ସାଧକ ଆଶ୍ଚର୍ଯ୍ୟ ହେଇଗଲେ। ବାଲ୍ଟି ପୁଣି ମାଙ୍କ ପାଖକୁ କମ୍ପ୍ଲେନ କରିବାକୁ ଆସିଲାଣି? ତାପରଠୁ ଆଉ କେହି ବାଲ୍ଟିରେ ପାଣି ରଖିକି ଆସିଲେନି, ସବୁ ନୋଟେଇକି ଆସିଲେ ହେଲା। ପାଣି ବାଲ୍ଟି କମ୍ପ୍ଲେନ କଲାଣି ନା। ବୁଝିହଉଛି? ତାହେଲେ ବାଲ୍ଟି କେମିତି ମାଙ୍କ ସହିତ କଥା ହଉଥିଲା? କଥାଟା ବୁଝିପାରିଲ ନା ମୁଁ କଣ କହୁଛି? ତାହେଲେ ଯୋଉ ଜଡ ପଦାର୍ଥ ମାନେ ମାଙ୍କ ସହିତ ସମ୍ପର୍କିତ କେମିତି ହଉଥିଲେ? ମା ସେ ଚେତନା ସହିତ ତାଙ୍କୁ ସମ୍ପର୍କିତ କରୁଥିଲେ। ତେଣୁ ଆମ ପ୍ରତ୍ୟେକଙ୍କ ଭିତରେ ସେଇ ଚେତନା ଜାଗ୍ରତ ହବା ଦରକାର। ଆମ ଶିକ୍ଷାର ଅସଲ ଉଦ୍ଦିଷ୍ଟ ସେଇଆ। ବୁଝିଗଲା? ଆମେ ଯଦି ସେଇ ଚେତନା ସହିତ ସମ୍ପୃକ୍ତି ରଖିପାରିବା, ଯୋଉ ଗଛଟେ ଲଗେଇଛୁ ଗଛ ତା ଭାବ ବିନିମୟ କରିପାରେ। ଜାଣିଛ? ଆମେ ଯେମିତି ଜ୍ୱର ହେଲେ ଆମେ କିଛି ଗୋଟେ ଭାବ ଦେଖାଉଛୁ, ଯାହାଫଳରେ ଘରେ ଜାଣିପାରୁଛନ୍ତି ତାକୁ ଜ୍ୱର ହେଇଯାଇଛି। ଗଛ ସେମିତି ଜଣେଇବ ତା ଭାବ, ଅସୁସ୍ଥ ହେଇଛି କଣ ହେଇଛି। ଗଛକୁ ପ୍ରତିଦିନ ଦେଖ, ଗଛ ସହିତ ସମ୍ପର୍କ ଯୋଡ଼, ଗଛ ଦିନେ ତମକୁ ତା ଭାବ ଦେଖେଇବ ହେଲା। ଫୁଲ ଗଛଟେ ଲଗେଇଛ, ଫୁଲକୁ ପ୍ରତିଦିନ ଦେଖ, ଯତ୍ନ ନିଅ, ଫୁଲ ଗଛ ସମ୍ପର୍କ ଯୋଡ଼, ସେ ଫୁଲ ଗଛ ଦିନେ ତମକୁ ବି ତା ଭାବ ଜଣେଇବ। ବୁଝିହଉଛି? ଏଇଟା ହଉଛି ଚେତନାଗତ କାର୍ଯ୍ୟଧାରା। ତେଣୁ ଆମ ଶିକ୍ଷାର ଅସଲ ଉଦ୍ଦେଶ୍ୟ ସେଇଆ ଯେ ଆମେ ଚେତନାରେ ଅଭିବୃଦ୍ଧି କରିବା, ଚେତନାରେ ବିକାଶ କରିବା ଏବଂ ଜଡବସ୍ତୁ ସହିତ ସମ୍ପର୍କ ମଧ୍ୟ ଯୋଡ଼ିବା, ପୃଥିବୀ ସହିତ ସମ୍ପର୍କ ଯୋଡ଼ିବା, ଭାରତ ସହିତ ସମ୍ପର୍କ ଯୋଡ଼ିବା, ଅନ୍ୟମାନଙ୍କ ସହିତ ସମ୍ପର୍କ ଯୋଡ଼ିବା। ଯେ ସମ୍ପର୍କ ଯୋଡ଼ିବା ଦ୍ୱାରା ଐକ୍ୟ ପ୍ରତିଷ୍ଠା ସମ୍ଭବ ହେଇପାରିବ। ବୁଝିଗଲା? ଆମେ ଯେପର୍ଯ୍ୟନ୍ତ ସେଇ କାମ କରୁନାହୁଁ ହେଲା, ମଜା ଲାଗୁଛି ଯୋଉ କାମରେ, କ୍ଷଣିକ ତୃପ୍ତି ମିଳୁଛି ଯୋଉ କାମରେ, ଏଣ୍ଟରଟେନମେଣ୍ଟ, ଆମେ ସେ ଏଣ୍ଟରଟେନମେଣ୍ଟ ଗୁରୁତ୍ୱ ଦଉଛୁ। ମଜା କରିବା ଆସ, 5-4 ଜଣ 4-5 ଜଣ ଏକାଠି ହେଇଗଲେ ବାସ୍ ବୋବାଲିଆ କଥା ସବୁ ତାର ହେଲା। ତାପରେ ନାହିଁ ନଥିବା କାମ କରିଦେଲେ। ବୁଝିହଉଛି? ଧର ତମ ସବୁ ପରୀକ୍ଷା ସରିଲାଣି ନା? ବାସ୍ ପରୀକ୍ଷା ସରିଲା ପରେ ଯୋଉ ପ୍ରକାର ବୋବାଲ, ଖାତା ପତ୍ର ଛିଡେଇ, ବହି ଖାତା ସବୁ ଛିଡେଇ, ଡ୍ରେସ ପତ୍ର ଚିରି ଚୁରେଇ, କଲର ଫଲର ମାରି, ରଙ୍ଗୀନ ହେଇ ଉଛନ ବୋବାଲ ହଉଛି ନା? ଏଇଟା କାହାର କାମ? ନିମ୍ନ ପ୍ରାଣର କାମ, ଅଚେତନାର କାମ ଇଏ। ବୁଝିଗଲା? ଏଇଟା ହଉଛି ଅଚେତନାର କାମ। କହିଛି ଆଚ୍ଛା ଆଚ୍ଛା ବାସ୍ ବାସ୍। ଏଇଟା କୋଉ କାମ? ନିମ୍ନ ପ୍ରାଣର କାମ, ଅଚେତନାର କାମ।
ନାଇଁ ନାଇଁ ଏଇ ଯୋଉ ଏଇଟା ଯୋଉ ଅଚେତନାପୂର୍ଣ୍ଣ କାମ କରାଯାଉଛି ଏଇଟା କଣ ଶିକ୍ଷାର ଲକ୍ଷ୍ୟ କି? ଲକ୍ଷଣ ସେଇଟା ଆମେ ଯେ ଶିକ୍ଷା ଅର୍ଜନ କରୁଛୁ ଜଣେ ଛାତ୍ର ଏଇଟା ତା ଲକ୍ଷଣ ନୁହେଁ। ତେଣୁ ଆମେ ଯେହେତୁ ଛାତ୍ର ଅବସ୍ଥାରେ ବର୍ତ୍ତମାନ ଅଛୁ ଆମେ ଚିନ୍ତା କରୁ ଆଦର୍ଶ ଛାତ୍ରର ଗୁଣ ସବୁ କଣ ହେଲା। ଜଣେ ଆଦର୍ଶ ଛାତ୍ର ହିସାବରେ ମୋର କୋଉ ପ୍ରକାର ବିହେଭ କରିବା ଦରକାର, ଅନ୍ୟମାନଙ୍କ ସହିତ ମୋର ସମ୍ପର୍କ କେମିତି ହେବା ଦରକାର, ଗୁରୁଜନ ମାନଙ୍କ ସହିତ ମୋର ସମ୍ପର୍କ କେମିତି ହେବା ଦରକାର, ପ୍ରତ୍ୟେକ ଘଟଣାକୁ କେମିତି ଗ୍ରହଣ କରିବା ଦରକାର, କେମିତି ସମ୍ମୁଖୀନ ହେବା ଦରକାର, ପ୍ରତ୍ୟେକ ପରିସ୍ଥିତିକୁ କେମିତି ମୁକାବିଲା କରିବା ଦରକାର, ସେଠି ମୁଁ କୋଉ ସ୍ଥିତିରେ ରହିବା ଦରକାର, ଆଦର୍ଶ ଛାତ୍ର ହିସାବରେ ମତେ କଣ କରିବାକୁ ପଡିବ ସେଟା ଜାଣିବା ଦରକାର କି ନାହିଁ। ଆଉ ଖାଲି ପରୀକ୍ଷା ପାଇଁ ପ୍ରିପେୟାର ହଉଛି, ପାଠ ପଢୁଛୁ, ପରୀକ୍ଷା ସାରିଲେ ସରିଲା। କିନ୍ତୁ ଏତେ ଦିନ ହେଲା ଗୋଟେ ବୋଝଟେ ମୁଣ୍ଡରେ ଥିଲା, ପରୀକ୍ଷା ଗଲା ଆଉ ପଢିବାକୁ କିନା ପଡିବ ନାଇଁ, ଏତେ ଦୌଡା ଦୌଡି କରିବାକୁ ପଡିବ। ସତେ ଗୋଟେ ବୋଝଟେ ଲଦା ହେଇଥିଲା ମୁଣ୍ଡରେ ହଠାତ୍ କାଢି ଦିଆଗଲା, ରିଲାକ୍ସ ହେଇଗଲ ହେଲା। ବଳୁଆ କିଏ ମତେ କୁହ? ଯିଏ ବୋଝ ମୁଣ୍ଡେଇକି ଯାଉଛି ନା ବିନା ବୋଝରେ ଯାଉଛି, କିଏ ବଳୁଆ? ଯିଏ ବୋଝଟା ମୁଣ୍ଡେଇକି ଯାଇପାରୁଛି ସେ ହଉଛି ବଳୁଆ। ଯିଏ ବୋଝ ମୁଣ୍ଡଉନି ହାଲକା ହାଲକା ସାଙ୍ଗେ ସାଙ୍ଗେ ପଳଉଛି ସେ କଣ ବଳୁଆ? କଠିନ କାମକୁ ହାତକୁ ନେଲେ ଜଣଙ୍କର ପ୍ରାଣ ଶକ୍ତ ହବ। ଜୀବନରେ କେବେ ସହଜ ବୋଧକୁ ଗୁରୁତ୍ୱ ଦବନି। କୋଉ କାମଟା ସହଜରେ କରିଦେବି କେବେ ଗ୍ରହଣ କରିବି। ଏଟା ମା ଲେଖିଛନ୍ତି ପ୍ରାଣୀକ ଶିକ୍ଷାରେ, ମୁଁ ମନରୁ କହୁନି। କଠିନ ପରିସ୍ଥିତିକୁ ସମ୍ମୁଖୀନ ହେଲେ ଭିତର ଟାଣ ହବ। ଯେ କଠିନ କାମକୁ ହାତକୁ ନେଉଛି ଏବଂ ତାକୁ ଉପାୟ ବାହାର କରି ତା ସମାଧାନ କରୁଛି, ମନେ ରଖିଥ ସେ ପିଲା କୌଣସି କ୍ଷେତ୍ରରେ ଫେଲୁଅର ହବନି। ବୁଝିପାରିଲେ? ଆଉ ଏତେ ମଜବୁତ ହବ ଏଇ ଛୋଟକାଟିଆ ପରିସ୍ଥିତି ତାକୁ ବିଚଳିତ କରାଇ ପାରିବନି। ତେଣୁ କଠିନ ପରିସ୍ଥିତିକୁ ସମ୍ମୁଖୀନ ହେଇ ଶିଖିବା, କଠିନ କାର୍ଯ୍ୟକୁ ହାତକୁ ନେଲେ ସିନା ହବ। ଏଇଟା କଠିନ, ଏଟା କରିବିନି, ସହଜିଆ କୋଉଟା ମଧ୍ୟ ଏଟା କରିବି। ଆମେ ସବୁ କୋଉଟା ବାଛୁ? ସହଜିଆ। ଆଦର୍ଶ ଛାତ୍ର ସେଇଟା ନୁହେଁ, ସହଜକୁ ସେ ଗ୍ରହଣ କରେନି। କଠିନ କାମକୁ ହାତକୁ ନବ, କଠିନ ପରିସ୍ଥିତି ସମ୍ମୁଖୀନ ହବ, ତାପରେ ସେ ନିଜକୁ ବଳଶାଳୀ କରିବ, ପ୍ରାଣ ତାର ଶକ୍ତ ହେଇଯିବ। ଆଉ ଯୋଉମାନଙ୍କର ନିମ୍ନ ପ୍ରାଣ ଥିବ ଅଚେତନ ପୂର୍ଣ୍ଣ କାମ କରିବେ ସେମାନେ। ମାର ଧର ଭାଇଟାଲ କାମ, ମାର ଧର ବୋବାଲ, ରାସ୍ତା ଯାଉଥିବେ ଚିଲେଇ ଚିଲେଇ ଯାଉଥିବେ, ବୁଝିହଉଛି? ରାସ୍ତା ଯାଉଥିବେ ପୁରା ଚିଲେଇ ଚିଲେଇ ହେଲା। ସତେ ଗୋଟେ ଦୁର୍ଗ ଜୟ କରିକି ଆସିଛି, ପୁରା କମ୍ପମାନ ହେଇଗଲା। ଏଇଟାକ ଲକ୍ଷଣ ନୁହେଁ, ଆଦର୍ଶ ଛାତ୍ରର ଲକ୍ଷଣ ନୁହେଁ। ତେଣୁ ଆମେ ଆଦର୍ଶ ଛାତ୍ର ଲକ୍ଷଣ ଦେଖେଇବା ନା ଆସୁରିକ ଗୁଣକୁ ଦେଖେଇବା? କୋଉଟା? ବାସ୍। ତେଣୁ ଜଣେ ମାଙ୍କ ମୁହଁକୁ ପ୍ରତିଦିନ ଚାହୁଁ, ସମାଜରେ ପ୍ରତିଦିନ ମୁଣ୍ଡ ଲଗାଉ, ପ୍ରଣାମ କରୁ। ମାଙ୍କ ମୁହଁକୁ ପ୍ରତିଦିନ ଚାହିଁବ, 5 ମିନିଟ 10 ମିନିଟ ମାଙ୍କ ମୁହଁକୁ ଆଖି ଖୋଲିକି ଦେଖ, ଆଖି ବନ୍ଦ କରି କହୁନି, ଆଖି ଖୋଲିକି ମାଙ୍କ ମୁହଁକୁ ଦେଖ। ତାପରେ ଏ ମାଙ୍କ ମୁହଁକୁ ଦେଖିଲା ପରେ ଆଖି ବନ୍ଦ କରିକି ସେଇ ଫିଗରକୁ ଦେଖ। ତାପରେ ମା କୁ ସମାଜରେ ମୁଣ୍ଡ ଲଗାଅ। ସମାଜରେ ଯୋଉ ଶକ୍ତି ଅଛି ସେ ଶକ୍ତି ଧୀରେ ଧୀରେ ତମ ଭିତରେ ସଞ୍ଚରିବ। ତାପରେ ତମ ଭିତରକୁ ସେ ଭକ୍ତିପୂର୍ଣ୍ଣ ଭାବରେ ପୂର୍ଣ୍ଣ କରିବ ହେଲା। ତେଣୁ ସମାଜରେ ମୁଣ୍ଡ ଲଗାଇଲେ ଭିତରେ ଭକ୍ତି ତିଆରି ହବ, ପ୍ରାଣ ତାର ଜ୍ଞାନ ଯୁକ୍ତ ହେଇଯିବ ହେଲା। ଯୋଉଠି କଠିନ ପଡିଥିବ ତାକୁ ସାହସର ସହିତ ସେ ମୁକାବିଲା କରିଦବ। ପ୍ରତି କାମରେ ସେ ଆଗ୍ରହ ସୃଷ୍ଟି କରିପାରିବ, ଉତ୍ସାହ ସୃଷ୍ଟି କରିପାରିବ, ଶକ୍ତି ଓ ପ୍ରେରଣାକୁ ସେ ଲାଭ କରିପାରିବ। ତେଣୁ ଆମେ ଆଦର୍ଶ ଛାତ୍ର ହିସାବରେ ଆମ ଶରୀରକୁ କେମିତି କରିବା ଦରକାର, ପ୍ରାଣକୁ କେମିତି କରିବା ଦରକାର, ମନକୁ କେମିତି କରିବା ଦରକାର, ଆତ୍ମାକୁ ଆବିଷ୍କାର କେମିତି କରିବା ଦରକାର, ସବୁଗୁଡା ଜାଣିବା ଦରକାର ଛାତ୍ର ଅବସ୍ଥାରୁ। ବର୍ତ୍ତମାନ ସମାଜ କାହିଁକି ବିଶୃଙ୍ଖଳିତ ହେଇଛି, ସମାଜକୁ ସଜାଡ଼ିବା ଦିଗରେ ଆମେ କଣ କରିପାରିବୁ, ସମାଜକୁ ବଦଳିବାରେ ଆମେ କଣ କରିପାରିବୁ ନା, ଲୋକମାନେ ଖାଲି ମାରଧର ହଉଥିବେ ଭଲ ଲାଗିବ ଦେଖିକି। ଆଜି ତାକୁ ମାରି ଦଉଛନ୍ତି, ଆମେ ସାଇଡ ହେଇକି ପଳେଇ ଆସୁଛୁ, ତ ଆମ ଘର କାହାକୁ ଗୋଟେ ମାରିବେ, ତାପରେ କଣ ହବ? ତାପରେ କଣ ହବ? ଯେତେବେଳେ ନିଜ ଉପରକୁ ଆଟାକ ହବ ତାପରେ କଣ ହବ ଜାଣିଉଛି? ମରାଧରା ଟା ହବ କାହିଁକି?
ତେଣୁ ମରାଧରା ହେଲେ ନିଜେ ପାଇଁ ସେଇଟା ଦିନେ ଆସି ପହଞ୍ଚିବ, ନିଜ ପାଇଁ ଦିନେ ସେ ଘଟଣାଟା ଘଟିବ, ଏଟା ମନେ ରଖିଥ ହେଲା। ତେଣୁ ମୁଁ ହିଂସା ଦେଖେଇବି କାହିଁକି, ମତେ ଜଣେ ହିଂସା ଆଚରଣ କରିବ କାହିଁକି? ମୁଁ ହିଂସାର ଭାବ ରଖିଲେ ମତେ ଭୟ ରହିବ, ଭୟ ରହିଲେ ମିଛ କହିବି, ମିଛ କହିଲେ ଭୟଠୁ ଦୂରେଇବି ହେଲା। କଣ କହିଲି ବୁଝିଲ ନା? ମୁଁ କାହା ପରେ କୋଉଟା ହବ ମୁଁ କହିଲି, ବୁଝିପାରିଲ? ହିଂସା ରହିଲେ ଭୟ ରହିବ, ଭୟ ହେଲେ ମିଛ ପ୍ରେରଣା ଦବ, ଆମ ସର୍ବନାଶର କାରଣ ସେ ସୃଷ୍ଟି କରିବ ହେଲା। ତେଣୁ ହିଂସାରୁ ଭୟ, ଭୟରୁ ମିଥ୍ୟା ରାଶିର, ମିଥ୍ୟାରୁ ଭୟଠୁ ଦୂରେଇବା, ଭୟଠୁ ଦୂରେଇଲେ ଅସୁର ହାତରେ ପଡିବା ଆଉ ହେଲା। ତାହେଲେ ହିଂସା ଗୁଣଟା ରଖିବା କାହିଁକି, ଆ ଭିତରେ ଭୟ ତିଆରି ହବ କାହିଁକି ହେଲା। ଯୋଉମାନେ ହିଂସାତ୍ମକ କାଣ୍ଡ କରୁଛନ୍ତି ଜାଣିତ ସେମାନେ ଭୟାଳୁ ହେଲା। ଯୋଉମାନେ ଭୟାଳୁ ସେମାନେ ହିଂସା ଦେଖାନ୍ତି। କୁକୁର ଲଢେଇ ଦେଖିଛ କେ ମାଡୋଳ? କୁକୁରର ମାଡୋଳ କେ ଦେଖିଛ? ଦେଖିଥିବ ନିହାତି। ଯୋଉଟା ଡରୁଆ କୁକୁର ସେ ଲାଙ୍ଗୁଡକୁ ଜାକି ଦେଇଥିବ ତଳ ଆଡୁ କେଁ କେଁ କରିକି ଚିଲଉଥିବ ବେଶୀ, ଆଉ ଯିଏ ସାହସିଆ କୁକୁର ଲାଙ୍ଗୁଡ ପୁରା ଛିଡା କରିକି ଅନେଇଥିବ, ତା ମୁହଁରୁ କଣ କା ବାହାରୁନଥିବ, ଦେଖିଛ ନା? ସେ ଚାହିଁଥିବ ଏମିତି ପୁରା, କିନ୍ତୁ ଡରୁଆ କୁକୁର କଣ କରିଥିବ, ଲାଙ୍ଗୁଡକୁ ଜାକିକି କେଁ 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 ହଉଥିବ ହେଲା। ତାହେଲେ ଆମେ ଡରୁଆ ହବା ନା ସାହସିଆ ହବା? ସାହସ ଏଇ ବୋବାଲ କରିକି ସାହସ? ଶାନ୍ତ ରହିଲେ ସାହସ ହବ, ଶକ୍ତ ହବ, ନୀରବ ରହିଲେ ଶକ୍ତ ହବ। ଶାନ୍ତ ନୀରବ ଅବସ୍ଥା ହଉଛି ଆମ ଶକ୍ତିଶାଳୀର ପରିଚୟ, ବୁଝିଗଲା? ତେଣୁ ଶାନ୍ତ ରହିବା, ନୀରବ ରହି ଶକ୍ତିଶାଳୀର ପରିଚୟ ଦେବା ନା ହଠାତ୍ ଉତ୍ତେଜିତ ହିଂସାତ୍ମକ ଭାବ ଦେଖେଇ କଣ ନାଇଁ କଣ କାଣ୍ଡ କରି ପକେଇବା, ନା ମୁଁ ଦେଖ ଏଇଆ ମତେ ସମସ୍ତେ ଡରୁଛନ୍ତି, ମୁଁ ଡରଉଛି ମାନେ ଜାଣିଥିବା ଦରକାର ମତେ ଜଣେ ଡରେଇବା ପାଇଁ କିଏ ଥିବ, ବୁଝିପାରିଲ? ମୁଁ ଜଣକୁ ଡରଉଛି ମାନେ ମୁଁ ଡରିବା ପାଇଁ ଆଉ ଜଣେ ମତେ କିଏ ଡରିବା ପାଇଁ ଥିବ, ମୁଁ ଯେମିତି ଡରିବି ଆଉ ଭୟଙ୍କର ଭାବରେ ଡରିବି। ତେଣୁ କାହାକୁ ଡରେଇକି ଆମେ ତା ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଇଚ୍ଛା କରିବାନି। ହଉ, କଣ ଏବେ ତମର କଣ ପ୍ରଶ୍ନ ସବୁ ଅଛି କୁହ? ପ୍ରଶ୍ନ କୁହ। ଯେମିତିକି ଜଳ ପଦାର୍ଥ ଗୁଡା ମାଙ୍କ ଇଚ୍ଛାରେ କେମିତି କଥା ହେଇପାରୁଛନ୍ତି, ତାଙ୍କ ସହିତ ତାଙ୍କର କନେକ୍ସନ କେମିତି ଅଛି? ଜଳ ତାର ଜୀବନ ନାହିଁ, ତାଙ୍କ ଭିତରେ ଚୈତନ୍ୟତା ଆସୁଛି। ଯଦି ଚୈତନ୍ୟତା ଥାନ୍ତା ତାହେଲେ ତ ସେ ଆମ ସହିତ ମାନେ କଥାବାର୍ତ୍ତା ଆମ ଭଳିଆ ଜୀବ ପାଇଥାଏ। ମଞ୍ଜି ଭିତରେ ଗଛ ଅଛି ନା? ମଞ୍ଜିରେ ଗଛଟା ଦେଖେଇ ପାରିବ? ମଞ୍ଜି ଭିତରେ ଗଛଟା ଅଛି କିନ୍ତୁ ମଞ୍ଜିରେ ଗଛଟା ଦେଖେଇ ପାରିବ କି? ତାହେଲେ ଗଛଟା କେମିତି ପ୍ରକାଶ ପାଉଛି? ମାଟିରେ ପଡିଲେ ପାଣି ପାଇଲା, ଖତ ସାର ପାଇଲା, ବାୟୁ ପାଇଲା, ଆଲୋକ ପାଇଲା, ଉତ୍ତାପ ପାଇଲା, ତାପରେ ମଞ୍ଜି ଭିତରୁ ଗଜା ହେଇ ଗଛ ହେଇ ବାହାରିଲା, ପୁଣି କଢ ହେଲା, ଫୁଲ ହେଲା, ଫଳ ହେଲା, ପୁଣି ଫଳ ଭିତରେ ସେଇ ମଞ୍ଜିରେ ରହିଲା ନା ନାଇଁ? ଯୋଉ ମଞ୍ଜିଟା ଦିନେ ମୂଳ ହେଇକି ଥିଲା ସିଏ ଧୀରେ ଧୀରେ ବଢି ବଢିକା ଯାଇକି ସେ ଫଳ ଭିତରେ ମଞ୍ଜି ହେଇକି ରହିଲା କି ନାଇଁ? ବୁଝିହଉଛି ନା? ତେଣୁ ଆମେ ଯୋଉଠୁ ସୃଷ୍ଟି ହେଲୁ ହେଲା, କୋଉଠୁ? ଏଇ ଜଳ ଭିତରୁ ଦିନେ ତିଆରି ହେଇଛୁ ଆମେ। ଆମେ ଡାଇରେକ୍ଟ ତିଆରି ହେଇନୁ। କେମିତି ତିଆରି ହେଇଛୁ? ଆଗ ଜଡ ପଦାର୍ଥ ହେଇକି ପୃଥିବୀଟା ଥିଲା, ତାପରେ ହଠାତ୍ ଜଳ ଭିତରେ ଜେଲି ଭଳି ଜୀବ ତିଆରି ହେଲେ, ଶିଉଳି ତିଆରି ହେଲା, ପଥରରେ ଯୋଉ ନେଳି ଦେଖିଛ ଶିଉଳି, ଶିଉଳି ତିଆରି ହେଲେ, ଜେଲି ତିଆରି ହେଲେ, ତାପରେ ଧୀରେ ଧୀରେ ପ୍ରାଣର ପ୍ରକାଶ ହେଲା, ବଡ ବଡ ଗଛ ତିଆରି ହେଲା, ଗଛରୁ ପୁଣି ସଚଳ ଜୀବମାନ ତିଆରି ହେଲେ, ଚଳପ୍ରଚଳ କରୁଥିବା ଜୀବମାନ ତିଆରି ହେଲେ, ସରୀସୃପ ତିଆରି ହେଲେ, ପେଟରେ ଭରା ଦେଇକି, ଆଉ କେତେ ଜଣଙ୍କର ଗୋଡରେ ଭରା ଦେଲେ କିନ୍ତୁ ତାର ଚାରିଟା ଗୋଡ ରହିଲା, ଯେମିତି ଗୋଧି, ଝିଟିପିଟି, ଚପେଇଲଳି, ଏଇଟା ଗୋଡ ଅଛି? ସାପର ଗୋଡ ଅଛି କି? ଏ ପେଟରେ ଭରା ଦେଇକି ଯିବ। ଝିଟିପିଟି ତାର ଗୋଡ ଅଛି, ଏଣ୍ଡୁଅ ଗୋଡ ଅଛି, ଚପେଇଲଳି ଗୋଡ ଅଛି, ସେ ପ୍ରକାର ତିଆରି ହେଲେ, ପୁଣି ଆଉ ଥରେ ତାଠୁ ଆଉ ଟିକେ ବିକାଶ ହେଲା, ତାପରେ ଠିଆ ହେଇକି ରହିଲେ,
ଦିଟା ଗୋଡ଼ ବ୍ୟବହାର କଲେ ହେଲା ସେ ପ୍ରକାର ଜୀବ ତିଆରି ହେଲେ କଙ୍ଗାରୁ ଫଙ୍ଗାରୁ ଗୁଡାକ ବୁଝୁଛି କି ନାଇଁ। ତାପରେ ଆଉ ଟିକେ ବିକାଶ ହେଲା ତାପରେ ଶେଷରେ ମନୁଷ୍ୟ ତିଆରି ହେଇଗଲା। ଯୋଉ ମଣିଷ ହେଲା ମାଙ୍କଡ ଭଳିଆ ମଣିଷ, ଡାଇରେକ୍ଟ ସୁନ୍ଦରିଆ ମଣିଷ ନୁହଁ। ମଣିଷ ଗୁଡାକ ମାଙ୍କଡ ଭଳିଆ ହେଲା, ସିମ୍ପାଜି ଫିମ୍ପାଜି ଯୋଉ ଦେଖୁଛ ବୁଝୁଛି ସେ ପ୍ରକାର। ତାପରେ ତାର ରେକ୍ଟିଫିକେସନ ହେଲା, ଆଉ ଟିକେ ସୁନ୍ଦର ହେଲା। ଆମେ ବର୍ତ୍ତମାନ ତିଆରି ହେଲୁ ସବୁ ଧୀରେ 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 ଧୀରେ। ଆମେ ତାର ମୂଳ କୋଉଟା ଏ ଜଡ ଭିତରେ ଥିଲୁ, ଧୀରେ ଧୀରେ ସେଇଠୁ ପ୍ରକାଶ ହେଇକା ଯାଇଛି ହେଲା। ଏ ଜଡ ଭିତରେ ଗଛଟା ଅଛି, ମଞ୍ଜି ଭିତରେ ଗଛଟା ଅଛି, କିନ୍ତୁ ଗଛଟା ଏତେ ବଡ ଆମ୍ବ ଗଛଟା ଗୋଟେ ଆମ୍ବ ଟାକୁଆ ଭିତରେ ରହିଯାଇଛି। କୋଇଲିଟା ଭିତରେ ଅଛି କି ନାଇଁ? ଆମେ ତ ଟାକୁଆକୁ ଫୋପାଡ଼ି ଦଉଛେ, ତା ଭିତରୁ ଧୀରେ ଧୀରେ ଗଛ ବାହାରୁଛି, ଗଜା ହେଇକି ବାହାରୁଛି, ଗଛ ହେଲା। ଏତେ ବଡ ଗଛଟା ପୁଣି ତାରି ଭିତରୁ ବାହାରିଲା କି ନାଇଁ? ଟାକୁଆ ଭିତରୁ ଏତେ ବଡ ଗଛଟା ହେଇଛି କି ନାଇଁ? ଯେ ଆମ୍ବ ଖାଇକି ଆମେ ଆମ୍ବ ଖାଇ କୋଇଲି ଫୋପାଡ଼ି ଦେଲୁ, ଟାକୁଆ ଫୋପାଡ଼ି ଦେଲୁ। ଏତେ ବଡ ଗଛଟା ଆମ୍ବ ଗଛଟା ସେ କୋଉଠି ଥିଲା? ଏଇ କୋଇଲି ଭିତରେ, ଆମ୍ବ ଟାକୁଆ ଭିତରେ ଥିଲା। କଣ ଦେଖି ହଉଥିଲା, ଜାଣି ହଉଥିଲା? ସେମିତି ଆମେ ଦିନେ ଜଡ ଭିତରେ ଥିଲେ, ଆତ୍ମା ଦିନେ ଜଡ ଭିତରେ ଥିଲା, ଅଛି ଏବେ ବି। ସେଟା କଣ ଆମେ ଦେଖିପାରିବା? ଦେଖିପାରିବା। ତେଣୁ ପ୍ରତ୍ୟେକ ଜଡ ଭିତରେ ଆତ୍ମା ବି ଅଛି, ଭଗବାନ ସବୁଠି ଅଛନ୍ତି। ପ୍ରତି ଅଣୁ ପରମାଣୁରେ ଭଗବାନ ଅଛନ୍ତି ହେଲା। ଭଗବାନ କୋଉଠି ଅଛନ୍ତି? ପ୍ରତ୍ୟେକ ଅଣୁ ପରମାଣୁ ଭିତରେ ଭଗବାନ ଅଛନ୍ତି। ବୈଜ୍ଞାନିକ ମାନେ ବର୍ତ୍ତମାନ ପରୀକ୍ଷା କରି ଦେଖିଲେଣି ପରମାଣୁ ଏତେ ଶକ୍ତିଶାଳୀ ହେଇଛି କେମିତି। ବୈଜ୍ଞାନିକ ମାନେ ଜାଣିଛନ୍ତି ପରମାଣୁ ଟା ବହୁତ ଶକ୍ତିଶାଳୀ। ପରମାଣୁ ମାନେ କଣ? ପରମ ଅଣୁ ପରମାଣୁ। କଣ ପରମାଣୁ? ପରମ ଅଣୁ ସନ୍ଧିବିଚ୍ଛେଦ କର, ପରମ ଅଣୁ ପରମାଣୁ ହେଲା। ଅଣୁ ରୂପରେ ପରମ ଅଛନ୍ତି, ପରମ ଅଛନ୍ତି ବୋଲି ସେଟା ଶକ୍ତିଶାଳୀ ହେଇଛି ଆଉ, ବୁଝିହେଲା। ତେଣୁ ଭଗବାନ ପ୍ରତ୍ୟେକ ଅଣୁ ପରମାଣୁ ଭିତରେ ଅଛନ୍ତି। ବର୍ତ୍ତମାନ ବୈଜ୍ଞାନିକ ତାକୁ ଖୋଜିବାକୁ ବାହାର କଲେଣି। ଯିଏ ଭଗବାନ ଖୋଜିବ ସେ ଆଧ୍ୟାତ୍ମିକତାକୁ ଯିବ ନା ବୈଜ୍ଞାନିକ ଭାବ ରଖିବ? କଣ ହବ? ଯିଏ ଭଗବାନକୁ ଖୋଜିବ ସେ ଆଧ୍ୟାତ୍ମିକ ପଥ ଗ୍ରହଣ କରିବ। ତେଣୁ ଆଧ୍ୟାତ୍ମିକ ଶିକ୍ଷା ଯାହାଠି ରହିଲା ସେ ସବୁ ଶିକ୍ଷାର ଅଧିକାରୀ ହବ ହେଲା। ଆଧ୍ୟାତ୍ମିକ ଜ୍ଞାନ ହଉଛି ସବୁ ଜ୍ଞାନର ମୂଳ, ସେଇଠୁ ସବୁ ଜ୍ଞାନ ବାହାରିଛି। ତେଣୁ ଜଣେ ଯେତେବେଳେ ଆଧ୍ୟାତ୍ମିକ ଜ୍ଞାନକୁ ହାସଲ କରିବ ତା ପାଇଁ ସବୁ ଜ୍ଞାନ ତାକୁ ଅଟୋମେଟିକ ତିଆରି ହେଇଯିବ, ଅଟୋମେଟିକ ବାହାରିବ ତା ଭିତରୁ ହେଲା। ତେଣୁ ଆମେ ଯୋଉ କହୁଛେ ଚୈତନ୍ୟସତ୍ତା ଜଡ ପଦାର୍ଥ ଭିତରେ ନାହାନ୍ତି, ନାଇଁ ଅଛି, ତାର ଗୋଟେ ଚେତନା ଅଛି। ପ୍ରତ୍ୟେକ ଜଡ ବସ୍ତୁର ଗୋଟେ ଚେତନା ଅଛି ହେଲା। ଚେତନା ହିଁ କାମ କରେ। ଆମେ ରୂପଟାକୁ ଦେଖୁଛେ, ଏଇଟା କଣ? ମୋବାଇଲ। ଆକୁ ମୁଁ ଯୋଉଠି ଥୋଇବି ସେ ସେଠି ଥୋଇବ, କିନ୍ତୁ ରିଙ୍ଗ ହେଲେ କଥା ହବ ନା, ଗାନା ଶୁଣି ହବ ନା, କିନ୍ତୁ କୁଆଡେ ଯାଉନି ସେ, କିନ୍ତୁ ଗୀତ ବଜେଇ ଦଉଛି, କଥା କହିବା କରି ଦଉଛି, ଛବି ଦେଖେଇ ଦଉଛି ହେଲା। କି ସମ୍ଭାବନା ଅଛି ନା ତା ଭିତରେ? ସେଇଭଳି ଯୋଉଟାକୁ ଆମେ ଜଡ ବୋଲି କହୁଛେ ତା ଭିତରେ ଚେତନା ଲୁଚିକି ଅଛି, ସେଇଟା ପରିପ୍ରକାଶ ହବ। ମୁଁ ପ୍ରଥମେ ଗୋଟେ ବାଣୀ କହୁଥିଲି, ମେକ୍ ମ୍ୟାଟର ରେଡି ଟୁ ମ୍ୟାନିଫେଷ୍ଟ ଦ ସ୍ପିରିଟ। ଜଡକୁ ଏମିତି ତିଆରି କରାଇବା ତା ଭିତରୁ ଚେତନାଟା ପ୍ରକାଶ ହବ। ସେଇଟା ହଉଛି ପ୍ରତ୍ୟେକ ଭାରତୀୟଙ୍କ କାମ ହେଲା। ପ୍ରତ୍ୟେକ ଭାରତୀୟଙ୍କର କାମ କଣ? ସେମାନେ ଶିକ୍ଷା କରିବେ ହାଉ ଟୁ ରିଜେକ୍ଟ ଫଲସୁଡ୍, କେମିତି ମିଥ୍ୟାଚାରକୁ ପ୍ରତ୍ୟାଖ୍ୟାନ କରିବେ। ଆଉ ଦ୍ୱିତୀୟ କଥାଟା ହେଲା ମେକ୍ ମ୍ୟାଟର ରେଡି ଟୁ ମ୍ୟାନିଫେଷ୍ଟ ଦ ସ୍ପିରିଟ। ଚେତନାକୁ ଅଭିବ୍ୟକ୍ତି କରିବା ପାଇଁ ଜଡକୁ ପ୍ରସ୍ତୁତ କରିବା ହେଲା। ଯୋଉଟା ଜଡ ବୋଲି କହୁଛେ ସେଟା କେମିତି ଜଡ ହେଲା? ପଦାର୍ଥ ବିଷୟରେ ତମର ବିଜ୍ଞାନର ଧାରଣା ଥିବ। କଠିନ ପଦାର୍ଥ, ତରଳ ପଦାର୍ଥ, ଗ୍ୟାସୀୟ ପଦାର୍ଥ। ପଦାର୍ଥ ରୂପ ତିନିଟା ଅଛି କି ନାଇଁ? ଅବସ୍ଥା ତିନିଟା ଅଛି କି ନାଇଁ? କଠିନ କୋଉଟା? ଅଣୁ ଅଣୁ ଭିତରେ ଯୋଉ ବନ୍ଧନଟା ମଜବୁତ ହେଇକି ରହିଲା କଠିନ ହେଇଗଲା, ଟିକେ ଲୁଜ ରହିଲେ ତରଳ ହେଇଗଲା, ପୁରା ଫାଙ୍କା ହେଇଗଲେ ଗ୍ୟାସ ହେଲା। ତେଣୁ ଯୋଉଟା ଗ୍ୟାସୀୟ ଅଛି ସେ ଅଣୁ ମଧ୍ୟରେ ବ୍ୟବଧାନ ବହୁତ, ଯୋଉଟା ତରଳ ଅଛି ତାଙ୍କ ଭିତରେ ବ୍ୟବଧାନ ଆଉ ଟିକେ କମ, ଆଉ ଯୋଉଟା କଠିନ ପୁରା ନିବିଡ଼ ହେଇକି ବନ୍ଧା ହେଇକି ରହିଛନ୍ତି ହେଲା। କିନ୍ତୁ ସେଇ ଅଣୁ ଭିତରେ ବନ୍ଧନଟା ଅଛି କି ନାଇଁ? ତେଣୁ ଅବସ୍ଥା ତିନିଟା ହେଇଗଲା। ସେମିତି
जड़ पदार्थ भितर चेतना ठीक से भाया संयुक्त होकर रही है कोटी कोटी कौन प्रकाश होती कोटी प्राण को प्रकाश कोटी मन को प्रकाश कर तेणु गछलता जीवजंतु मनुष्य ये सब तैयारी गले बर्तमान आत्मार परिप्रकाश जड़ भितर आत्मा प्रकाश है तेणु आत्मार प्रकाश हेले कौन हम जड़ आ जड़ हो सबकि आत्मामय हो भगवान से चाहूँ माँ से चाहूँ है सबकि भगवतमय हो जाऊ है सबुरी भितर लीला चलो से तो अनेक कथा से सृष्टि कर सबुरी भितर से अच्छा से निजक प्रकाश कर सबू भितर भगवान रही तेणु कई आ भगवान का बिना कई ना सबू भगवान किंतु आमको खोजा पड़े कौटी भगवान रही जे खोजिला से सुखी गला जे भगवान को खोजिला से सुखी गला क्या दायित्व भगवान नहीं थे जे भगवान को खोजुची ता दायित्व भगवान ने तेणु भगवान को खोजिले सीना तुम दायित्व भगवान ने तुम तो भगवान को खोजनी तुम दायित्व कहीं भगवान ने कह तुम यदि भगवान को खोज सेवा कर से तुम कथा बुझे आज जब तुम सेवा करनी खोजनी सी तुम कथा कहीं बुझे मत कह बुझे तेणु आम माँ को सेवा करवा माँ को खोजा कौटी खोजा भितर है सेवा केमती करवा जो काम आमको दौरान माँ परफेक्ट करके परफेक्ट करके सचोट भाव करके काम भर आनंद नापी काम कर जो काम कर आनंद करवा भर आनंद अच्छी विद्रोह तैयारी हेनी असंतोष तैयारी हेनी प्रतिक्रिया तैयारी हेनी खुशी मिल आनंद मिल तो आनंद मिलगला से दरकार हम कि नहीं किए आनंद चाहे दुख चाह ना आनंद चाह आनंद चाह तेना कम तुमको आनंद केत परफेक्ट हेले तुमको पाठ पढ़ा कम माँ दे बर्तमान पाठ पढ़ा परफेक्ट कर ना है पाठ पढ़ा द्वारा कौन हम तुम जो आत्मार आविष्कार कथा जो कहुच्छी कि बाहर जान पाठ पढ़ा द्वारा तुम मनटा नमनीय हम मन गोटे जगार सेंट्रलाइज हम अर्थात संकेन्द्रित हम मन एकाग्र हम पाठ पढ़ा मध्यम मन को एकाग्रता हम शिखू पाठ पढ़ा मध्य प्राण भितर सृजनशीलतार परिप्रकाश हुए आवेग को सृष्टि करा जाए एकाग्रता को सृष्टि करा जाए आग्रह को सृष्टि करा जाए शक्ति को प्रकाश करा जाए उत्साह को बढ़ा जाए बुझे शरीर सौंदर्य को प्रकाश करा जाए है तेणु प्राण को शिक्षित से प्रकार करने दरकार मन को से प्रकार शिक्षित करने दरकार शरीर को से प्रकार शिक्षित करने दरकार यहाँ हम जो चैत्य सत्ता को आम खोजा है चैत्य सत्ता खोजार मन सहयोग कर प्राण सहयोग कर शरीर सहयोग कर सबू सत्ता मानक जो चैत्य आलोक पड़ो सबू सत्ता चैत्य उपादान परिपुष्ट हो अलग किसी चाहिए ना है तेणु जड़ भितर भी चेतना अच्छी आमे जेहेतु मन चेतना रोच जड़ स्तर को ओह्लौनु ता स्तर को ओह्लौनु आम जान के मु कहि कूरे कुम्भीर रहे मिछ कथा कूरे कौट कुम्भीर रहे जाऊन देख ताबे को पाक जीव सीना तो देख सत कि मिछ है ये कूरे कुम्भीर अच्छी जड़े कहीदेला किए विश्वास करेंगे कुम्भीर ओसारिया जगार रही पोखरी मानक रहीपर नदी रहीपर समुद्र रही कूरे कौटी रहीपर जब जड़े कहीदेला आम विश्वास कलुनी कहीं देखा देखिले कौन हम तापर जानी हम सतरे छोटिया कुम्भीरटा पड़ रही बाहर करनी बुझे सत कथा जे कही ना कि आम प्रथम अवस्था अविश्वास आसला मन चिंता कर ना आम कूरे कौटी कुम्भीर कूरे कुम्भीर रहीपर कि बन्या हो कि बात्या हो कौन गोटे कुम्भीर पलि आसला बाय मिस्टेक खेल पड़ जाए बाय मिस्टेक जो पड़ जाए पड़गला तो उठी पार नहीं कौन रही ना कह कथा भूल कि मन जेहतु सब विचार करूँ भूलभाल हो जाए आत्मार आविष्कार करा गले मन को साइलेंट केमती करहब शिखा पाठ पढ़ा मध्यम एकाग्र केमती करवा शिखा प्रसार केमती करवा शिखा
चिंता को संगठन के करा शिखा अवांछित चिंता करा ताकि वर्जन कर शिख बुझे बाक संयम अवलंबन कर शिखा बुझे या द्वारा यहाँ हुए बुझे ना आमर स्वभाव चरित्र को गठन करिया प्राण प्राण शिक्षार आम स्वभाव केमती हम भक्ति श्रद्धा भल पाइबा प्रेम घृणा रही कपटता रही छलना रही धैर्य सहनशीलता प्राण को से प्रकार शिखेगा शरीर के अलुसापण देखवानी तामसिकतार काम करवानी अचेतनपूर्ण काम करवानी कठोर पुण्य देखवानी नमनीय शिखा ग्रहणशील शिखा तार सुंदर प्रकाश कर हेले जाकि चैत्य आविष्कार हम बुझेगा तो से कथा शिखापी पूर्णा शिक्षा केन्द्र अच्छे आउ कि प्रश्न ना सारे भाई ठीक अच्छे बर्तमान आम टे नीरव रहा कार्यक्रम को माँ पाखे साइलेंट ओवर